गुड इवनिंग। गुड वॉइस इवनिंग मैम। यस मैम। ठीक अच्छे आज ये फर्स्ट क्लास तो मोर नौचे आपंकर एजुकेशन पेपर टू मो नेबी क्लास। आज्ञा। ठीक अच्छे तो पिला पेपर वन टा सार नौ गोटे दिटा यूनिट सरला बोधे ना पेपर हाँ वन सर सब सर ना ହେଇଛି। गोटे ନାଇଁ ମ୍ୟାମ୍ ପେପର ୱାନ୍ ର ଖାଲି ଫାର୍ଷ୍ଟ ୟୁନିଟ୍ ଟା। अच्छा अच्छा। ये समस्ते पीजीटी ओपीएससी ना एसएसपी टीजीटी भी अच्छा। ପିଜିଟି ମ୍ୟାମ୍। ठीक अच्छे ताले आमे स्टार्ट करिबा पेपर टू रो फर्स्ट यूनिट असेसमेंट एंड मेजरमेंट रो यूनिट टा तीने देखा हो जेटा ना देखा होनी ଆସୁଛି ମ୍ୟାମ୍। आछि तो ଆଜ୍ଞା ठीक ମ୍ୟାମ୍। अच्छे। ଟିକେ ଖାଲି ଗୋଟେ ସେକେंड। हाँ तो मेजरमेंट कहले माने आपण मानकर आपण मानकर समस्तकर तो पीजी पोस्ट ग्रेजुएशन सरी जाइथो एजुकेशन ने तो यूजुअली गोटे नॉर्मल सेंस रे मेजरमेंट कहले कोन बुझुचे की कहि परिबो। मेजरमेंट कहले आमे कोन बुझुचे ମ୍ୟାମ୍ ଆମେ ଗୋଟେ Anything that ଜିନିଷ can be measured. एनीथिंग दैट कैन बी मेजर माने हमर मेजरमेंट टा आमे डे टू डे लाइफ रे करूचे सेटा को आमे एजुकेशनली यूज करूचे आमे जहाँ भी मेजर करूचे से मेजरमेंट टा हमर आमे रोसी कला बेले मेजरमेंट कप यूज करंती मेजरमेंट टा काहे की करा जाए ना गोटे जिंसटा को परफेक्ट करिया पई गोटे जिंस रे आमे परफेक्शन आनिया पई गोटे मेजर करा जाए कि हमर रिक्वायर्ड अमाउंट एतिक अछि बा हमर ऑब्जेक्टिव एया अछि आ आमे माने केते ताको ऑब्जेक्टिव पाखरे केते दूर पहुंची परिचे तो सेति पे मेजरमेंट यूज करंती ताकि हमर गोल टा गोटे बेटर गोल अचीव हो बा हम गोल पाखरे में पहुंची परिबा तो मेजरमेंट टा टाइम मेजरमेंट हे परिबो हाइट मेजरमेंट हे परिबो एनीथिंग दैट कैन बी मेजर ମାନେ जोटा को आमे गोटे मेजर करि परिबा सेटा गोटे पानी की भी आमे गोटे जदी वाटर को आमे गोटे बोतल रे रखि देबा कहि परिबा कि ग्लास ऑफ वाटर बा बोतल ऑफ वाटर आमे ताको भी कहि परिबा तो जोटा को मेजर करले सेटा मेजरमेंट हे गला तो सेटा एनीथिंग हे परिबो हमर टाइम हैला हाइट हे परिबो टेंपरेचर जहां भी मेजरमेंट करले तो से मेजरमेंट पई आमे किछटा फैक्टर्स भी किछि थाए कि कोनटा मेजर हबो। Again. अच्छा जे मु जेबे जेतेबेले नोटिफिकेशन देबी ଟିକେ 5-10 मिनिट भितर ट्राई करियो पळे आसे पई। हाँ देखिए फैक्टर्स कौन आसीबो ना फैक्टर्स ऑफ मेजरमेंट the object person activity any of which characteristics has to be measured ମାନେ ଆମର factors ରେ କଣ ଆସିବ ପ୍ରଥମେ ଆମେ କଣଟା measure କରିବା ସେ measurement ଟା person ହେଇପାରେ ଆମେ କେତେ ଜଣ ଅଛନ୍ତି ଆମେ ଏବେ କ୍ଲାସ ରେ କେତେ ଜଣ active ଅଛନ୍ତି ତ ସେଟା ବି ଗୋଟେ measurement ଗୋଟେ object କୁ ନେଇକି ଆମେ measure କରିପାରିବା କୌଣସି activity କୁ measure କରିପାରିବା ତ ଯୋଉ ଜିନିଷଟା measure ହବ ତ ସେଇ ଜିନିଷଟାକୁ ଆମେ ଆଗ ସ୍ଥିର କରିବା ବା ଆମେ ସେଟାକୁ ଆଗ ଫାଇଣ୍ଡ ଆଉଟ କରିବା ବା ଜାଣିବା କି ଆମେ ଏଇଟାକୁ ମେଜର କରୁଛେ
ଆମେ ଆଜି କେତେ ପାଠ ପଢିଲେ, ତ ସେଇଟାକୁ ମେଜର କରିବା ପାଇଁ ଆମକୁ ଦେଖିବାକୁ ପଡିବ କି ଆମେ ଆଜି କେତେ ପାଠ ପଢିଲେ, ଆମେ ପ୍ରଥମେ ଡିସାଇଡ କରିବା କଣଟା ମେଜର କରିବା। ମାନେ ଆର ଅର୍ଥ ହେଲା କଣ, ଆମେ କଣଟା ମେଜର କରିବା ଆମେ ତାକୁ ଆଗ ଡିସାଇଡ କରିବା। ତାପରେ କଣ ଆସିଲା, ଦ କ୍ୟାରେକ୍ଟରିଷ୍ଟିକ୍ସ ଅଫ ଅବଜେକ୍ଟ ପର୍ସନ ଅର ଆକ୍ଟିଭିଟି ହୁଇଚ୍ ହାଜ ଟୁ ବି ମେଜର୍ଡ। ଆମେ ଗୋଟେ ଲୋକର ତ ସବୁ ଜିନିଷକୁ ମେଜର କରିବାନି ନା। ଆମେ ଧର ମେଜର କରିବା କି ଆମେ ଏବେ କ୍ଲାସରେ କେତେ ଜଣ ଅଛନ୍ତି, ତ ଆମେ ବୁଝିବା କି ଆମେ କୋଉ ଆସ୍ପେକ୍ଟ ଟାକୁ ମେଜର କରୁଛେ। ତାର ଗୋଟେ ଅବଜେକ୍ଟ ହଉ, ପର୍ସନ ହଉ ବା ଆକ୍ଟିଭିଟି ହଉ, ତାର କୋଉ କ୍ୟାରେକ୍ଟରିଷ୍ଟିକ୍ସ ଟାକୁ ଆମେ ମେଜର କରିବା। ସେ କେତେ ଇଣ୍ଟେଲିଜେଣ୍ଟ ମେଜର କରିବା, ନା ତାର କେତେ ହାଇଟ୍ ଅଛି ମେଜର କରିବା, ନା ସିଏ କେତେ ମାର୍କ ରଖିଛି ମେଜର କରିବା। ଆମେ କଣଟା ମେଜର, ହ୍ୱାଟ ଟୁ ମେଜର, କୋଉ କ୍ୟାରେକ୍ଟରିଷ୍ଟିକ୍ସ ଟାକୁ ଆମେ ମେଜର କରିବା। ଥାର୍ଡ ପଏଣ୍ଟ କଣ ଆସିଲା, ତ ଟୁଲ୍ସ ଆଣ୍ଡ ଡିଭାଇସ ଅଫ ମେଜରିଂ ସଚ୍ ଆକ୍ଟିଭ କ୍ୟାରେକ୍ଟରିଷ୍ଟିକ୍ସ। ଆମେ ଯୋଉ କ୍ୟାରେକ୍ଟରିଷ୍ଟିକ୍ସ ଟାକୁ ମେଜର କରିବା, ତାକୁ ତ ଆମେ କେମିତି ମେଜର କରିବା, ମନ ଇଚ୍ଛା କହିଦବା କି? କହିବାନି। ଆମେ ଗୋଟେ ଟୁଲ କି ଡିଭାଇସ ଆମେ ୟୁଜ କରିବା, କି ଯୋଉ ଟୁଲ ଆଉ ଡିଭାଇସ ଥ୍ରୁରେ ଆମେ ସେଇ ଜିନିଷଟାକୁ ମେଜର କରିପାରିବା। ତ ସେଥିପାଇଁ ଆମକୁ ଗୋଟେ ଟୁଲ ଦରକାର। ପ୍ରଥମ କଥା ହେଲା ଆମେ କାହାକୁ ମେଜର କରିବା ସେଟା ଜାଣିବା ଦରକାର, ଆମର ସେଇଟା କ୍ଲିୟର ହବା ଦରକାର। ମେଜରମେଣ୍ଟ ଟା କେତେବେଳେ ଇଫେକ୍ଟିଭ ହବ, ନା ଆମେ କାହାକୁ କଣଟା ମେଜର କରିବା ଜାଣିବା। ଯାହାକୁ ଯୋଉଟା ମେଜର କରିବା ତାର କୋଉ କ୍ୟାରେକ୍ଟରିଷ୍ଟିକ୍ସ ଟାକୁ ମେଜର କରିବା ସେଇଟା ଜାଣିବା। ତୃତୀୟରେ ଆସିଲା କଣ, ଆମେ କୋଉ ଟୁଲ ବା ଡିଭାଇସ ୟୁଜ କରିକି ସେଟାକୁ ମେଜର କରିବା, ସେଟା ଜାଣିବା ଦରକାର। ଚତୁର୍ଥରେ କଣ ଆସିଲା, ନା ତ ପର୍ସନ ହୁ ମେଜର ଇଟ୍, ଆକୁ କିଏ ମେଜର କରିବ। ମୁଁ କରିବି, ନା ବୀରେନ୍ ସାର୍ କରିବେ, ନା ଆପଣ ମାନେ କରିବେ। ଆକୁ କିଏ ମେଜର କରିବ, ଆମେ ଯୋଉ ଜିନିଷଟାକୁ ମେଜର କରିବା କିଏ ମେଜର କରିବ। ତ ଆମେ ମେଜରମେଣ୍ଟ ଜାଣିଲେ କଣ, କି ଯେକୌଣସି ଜିନିଷକୁ ଆମେ ଗୋଟେ ମାପିବା, ଗୋଟେ ମାପ କହିପାରିବା, ସେଟା ଓଡିଆରେ ସେଟା ମାପ। ତ ସେ ମାପଟାକୁ ମେଜରମେଣ୍ଟ କହୁଛେ। ସେ ମେଜରମେଣ୍ଟ ହବା ପାଇଁ ଆମକୁ କିଛିଟା ଫ୍ୟାକ୍ଟର ଦରକାର। କଣ ଫ୍ୟାକ୍ଟର ଦରକାର, ନା ଆମେ ଗୋଟେ ଅବଜେକ୍ଟ ହଉ, ପର୍ସନ ହଉ, ଆକ୍ଟିଭିଟି ହଉ, ଆମେ କାହାକୁ ମେଜର କରିବା, ଯାହାକୁ ମେଜର କରିବା ତାର କ୍ୟାରେକ୍ଟରିଷ୍ଟିକ୍ସ କଣ ହେଇଥିବା, ମାନେ କୋଉ କ୍ୟାରେକ୍ଟରିଷ୍ଟିକ୍ସ ଟାକୁ ଆମେ ମେଜର କରିବା। ତାପରେ ଆମେ କୋଉ ଟୁଲ ୟୁଜ କରିବା ବା କୋଉ ଡିଭାଇସ ୟୁଜ କରିକି ଆମେ ତାକୁ ମେଜର କରିବା। ତାପରେ ତାକୁ କିଏ ମେଜର କରିବ। ଏଇଠି ଦେଖିପାରିବେ, ଏଠି ଯେମିତି ଦେଲା କି सोहन गॉट 70%, नेहा गॉट 60%। सोहन ଗୋଟେ ପିଲା 70 ପାଇଲା, 60 ପାଇଲା। ଏଠି ଫ୍ୟାକ୍ଟର୍स କଣ ରହିଲା, ନା ଟିଚର ରହିଲା, ଷ୍ଟୁଡେଣ୍ଟ ରହିଲା। ଏଠି ଟିଚର କୋଉ ଫ୍ୟାକ୍ଟର ହେଲା, କି କିଏ ମେଜର କରିବ। ଷ୍ଟୁଡେଣ୍ଟ କାହାକୁ ମେଜର କରାହବ, ତ ଷ୍ଟୁଡେଣ୍ଟକୁ ମେଜର କରାଯିବ ଯେ ତାର କୋଉ କ୍ୟାରେକ୍ଟରିଷ୍ଟିକ୍ସ ଟାକୁ ମେଜର କରାଯିବ, ନା ତାର ଇଣ୍ଟେଲିଜେନ୍ସ ଟାକୁ ମେଜର କରାଯିବ ବା ତାର ଆବିଲିଟି ଟାକୁ ମେଜର କରାଯିବ। ତ ସେଟା କେମିତି ମେଜର କରାହବ, ତାକୁ ତ ପୁଣି ଟୁଲସ ଦରକାର ନା। ତ ସେ ଟୁଲସ କଣ ହବ, ନା ଟେଷ୍ଟ ହବ ବା ଏକ୍ସାମ ହବ। ଆମେ ଗୋଟେ ଏଇ ମେଜରମେଣ୍ଟ ଟା କରିବା ପାଇଁ ଆମକୁ ଫ୍ୟାକ୍ଟର କଣ ଦରକାର ହେଲା, କିଏ ମେଜର କରିବ, ନା ଟିଚର। କାହାକୁ ମେଜର କରିବ, ନା ଷ୍ଟୁଡେଣ୍ଟକୁ। କୋଉ କ୍ୟାରେକ୍ଟରିଷ୍ଟିକ୍ସ ଟାକୁ ମେଜର କରିବ, ନା ଇଣ୍ଟେଲିଜେନ୍ସ ବା ଆବିଲିଟି କୁ ମେଜର କରିବ। ଆଉ ତାକୁ କେମିତି ମେଜର କରିବ, ନା ଟେଷ୍ଟ ବା ଏକ୍ସାମ ଥ୍ରୁରେ କରିବା। ଏପଟେ ସେମିତି ଆଉ ଗୋଟେ ଏକ୍ସାମ୍ପଲ, ଯେମିତି ଏଠି ତାର ଗୋଟେ ପେସେଣ୍ଟ ର ବିପି ଚେକ୍ ହଉଛି, ତ କିଏ ଚେକ୍ କରିବ, ଡକ୍ଟର। କାହାର, ନା ପେସେଣ୍ଟ ର କଣ ଚେକ୍ କରିବ, ନା ବ୍ଲଡ ପ୍ରେସର ଚେକ୍ କରିବ। ଟୁଲ କଣ ୟୁଜ କଲା, ନା ବିପି ମେସିନ ୟୁଜ କଲା। ନା କିଛି ଡାଉଟ ରହୁଛି? ନାଇଁ ମ୍ୟାମ୍। No, ma'am. ଠିକ ଅଛି। ତ ତାପରେ ଆମେ ଦେଖିବା କଣ, ଆଉ ମେଜରମେଣ୍ଟ ରେ ଆଉ କିଛି ଡାଉଟ ଅଛି କି? ମେଜରମେଣ୍ଟ ହଉଛି ଯୋଉ ଜିନିଷଟାକୁ ମେଜର କଲେ। ତାପରେ ଆସିଲା ଇଭାଲୁଏସନ। ଇଭାଲୁଏସନ ଟା ଆମେ କଣ କହୁଛେ, ନା ଇଭାଲୁଏସନ ଗୋଟେ ବ୍ରଡର କନସେପ୍ଟ। ଆମେ ଜାଣିଛେ ଇଭାଲୁଏସନ ଟା ଗୋଟେ ବହୁତ ବ୍ରଡର ଟର୍ମ ଇଟସେଲ୍ଫ। ଆ ଭିତରେ ତ ଇଭାଲୁଏସନ ଭିତରେ ଆମର ମେଜରମେଣ୍ଟ ଆସୁଛି, ଆସେସମେଣ୍ଟ ବି ଆସୁଛି। ଆମେ ବୋଥ ୟୁଜ କରୁଛେ, ମେଜରମେଣ୍ଟ, ଆସେସମେଣ୍ଟ। ମେଜରମେଣ୍ଟ ଆଉ ଆସେସମେଣ୍ଟ ଭିତରେ ଡିଫରେନ୍ସ ଟା କଣ ରହୁଛି, କିଏ କହିପାରିବ? ମେଜରମେଣ୍ଟ ଆଉ ଆସେସମେଣ୍ଟ ଭିତରେ ଆମର ଡିଫରେନ୍ସ କଣ ରହୁଛି? मेजरमेंट मैडम क्वांटिटेटिव ହେବ ଆସେସମେंट ଟା କ୍ୱାଲିଟେଟିଭ। କ୍ୱାଲିଟେଟିଭ ହବ। ତ ଏଇଟା ତ ସମସ୍ତେ କହିପାରିବା କଥା, ଆମେ ପିଜି କରିସାରିଛେ ଆପଣ ମାନେ, ଆମେ ସମସ୍ତେ ତ ଏଇଟା ତ ସମସ୍ତେ ଆନ୍ସର କରିପାରିବା କଥା। ତ ମେଜରମେଣ୍ଟ ଟା ଆମେ ଗୋଟେ ନମ୍ବର ଆସାଇନ କରିପାରିବା, ଗୋଟେ ନମ୍ବର ଦେଇପାରିବା। ଏଟା କ୍ୱାଣ୍ଟିଟେଟିଭ ହେଇପାରିବ, କିନ୍ତୁ ଆସେସମେଣ୍ଟ ଟା ସବୁ ଗୋଟେ କ୍ୱାଲିଟେଟିଭ ହବ। ଦେଖିବା ଆଗକୁ ଆସେସମେଣ୍ଟ।
तो इभालुएशन टा कौन, इभालुएशन बोथ को इंक्लूड करूछ, मेजरमेंट को भी असेसमेंट को भी। इभालुएशन इज द प्रोसेस इन व्हिच द एनालिसिस ऑफ द रिजल्ट ऑब्टेन्ड फ्रॉम मेजरमेंट ऑफ ए ट्रेट ऑफ एन ऑब्जेक्ट, पर्सन और एक्टिविटी इज डन ऑन द बेसिस ऑफ सर्टेन सोशल कल्चरल साइंटिफिक स्टैंडर्ड। तो आमे जो भी जिंस पई बा जो भी नॉर्म पई आमे असेसमेंट करिथिले सेटा हमर इभालुएशन अंडर रे आसीथिबो। factor of evaluation कौन, and the object, person or activity any of which characteristics has to be measured। आमे जहाँ measurement ର factor पढ़िले, the characteristics of that object, person or activity which has to be measured, कोटा को आमे measure करिबा। the tool or a device of measuring such characteristics, जहाँ आमे ऊपर पढ़िले तार factor, the person किए measure करिबो। तो एटा हे गला का हम मेजरमेंट रो फैक्टर। तापर असेसमेंट रो फैक्टर कौन आसीबो, assessment factor कौन आसला, those standards on the basis of which result of measurement are analyzed। ମାନେ ଆମର ଯୋଉ ମେଜରମେଣ୍ଟ ର ରେଜଲ୍ଟ ଟା ଆନାଲାଇଜ କରାଗଲା ବା ଆନାଲାଇଜ କରାଗଲା କଣ ଆମର ଆସିଲା, सोहन ପାଇଲା 70%, ନେହା ପାଇଲା 60%। ପାଇ ଏଇ ଯୋଉ ପେସେଣ୍ଟ ର ବିପି ଅଛି 80/120। ତ ଏଇଟା ଆମକୁ ମେଜରମେଣ୍ଟ ଆମକୁ ଏ ରେଜଲ୍ଟ ଦେଇଦେଲା, ଇଏ 70% ପାଇଲା, ଇଏ 60% ପାଇଲା। କିନ୍ତୁ ଆସେସମେଣ୍ଟ କଣ କଲା, ଆସେସମେଣ୍ଟ ହଉ କିମ୍ବା ଇଭାଲୁଏସନ ବି ହଉ, ଆସେସମେଣ୍ଟ ଟା ଆନାଲିସିस କଲା। ये 70 पाइला, ये 60 पाइला, तो माने ये अधिका पाइছে, ये 70 पाइছে अधिका, नेहा 60 पाइছে कम पाइଛି। तो इभालुएशन हमर कोन बाहरिबो ना, ये फास्ट हैला, ये सेकंड हैला। तो एठी जो ब्लड प्रेशर चेक हैला, तो एठी 80/20 तार आसिला ब्लड प्रेशर रो मापटा आसीगला मेजरमेंट रे। तो असेसमेंट एठी कोन करिवो, असेसमेंट एठी देखिबो कि एटा ठीक अछि कि भूल अछि, ମାନେ ତାର ବ୍ଲଡ ପ୍ରେସର ଟା ଟିକେ ରହିବା କଥା ନା ନ ରହିବା କଥା। those device with the use of which analysis is carried out। ତ ଆସେସମେଣ୍ଟ ଟାକୁ ଆମେ ୟୁଜ କରି କଣ କରୁଛେ, ଆନାଲିସିସ୍ କରୁଛେ। ତ ସେଥିପାଇଁ ଆସେସମେଣ୍ଟ ଟା ସବୁବେଳେ ମନେ ରଖିଥିବ। ଏଟା ହବ ଆମର क्वेश्चन ଆସିବ ଯଦି ଏଇଆ ଆସିବ କି ଆସେସମେଣ୍ଟ ଟା ଆମର କ୍ୱାଲିଟେଟିଭ ନା କ୍ୱାଣ୍ଟିଟେଟିଭ, ମେଜରମେଣ୍ଟ ଟା ଆମର କ୍ୱାଲିଟେଟିଭ ନା କ୍ୱାଣ୍ଟିଟେଟିଭ। ତ ମେଜରମେଣ୍ଟ ଟା ଆମର ଆସିବ କ୍ୱାଣ୍ଟିଟେଟିଭ, ଆସେସମେଣ୍ଟ ଟା ଆସିବ ଆମର କ୍ୱାଲିଟେଟିଭ। ଏ କ୍ୱାଲିଟି ବିଷୟରେ କହିବ। assessment ଟା formative ଆଉ evaluation ଟା subjective मैम। ହଁ ଇଭାଲୁଏସନ ଟା ତ ଆସିବ ସमेटिव, ସେଟା ଆମେ ଆଗକୁ ଦେଖିବା। ଆସେସମେଣ୍ଟ ହଉ କି ମେଜରମେଣ୍ଟ ହଉ, ବୋଥ ଫର୍ମେଟିଭ ହବ। ମେଜରମେଣ୍ଟ ହଁ मैडम इवैल्यूएशन वैल्यू जजमेंट भी दिए। ଭ୍ୟାଲୁ, ହଁ ସେଟା ତ ଆମେ କହିଲେ ଯେହେତୁ ଏଟା କ୍ୱାଲିଟେଟିଭ, କ୍ୱାଲିଟେଟିଭ ମାନେ କଣ, ଗୋଟେ ଭ୍ୟାଲୁ ଜଜମେଣ୍ଟ ଦବ। ଦେଖ ଏଇଠି ଦେଖୁନ, ଆମର ଏଠି କଣ ହେଲା, ଏଠି ଲେଖା ହେଲା सोहन गॉट फास्ट ହେଲା। ତ सोहन फास्ट କେମିତି ହେଲା, ତ ଏଠି ଆମକୁ ଆସେସମେଣ୍ଟ ଆସେସ କରିଲା। ଏଇ ଯୋଉ सोहन गॉट फास्ट ଏଇଟା ହେଇଯିବ ଆମର ଇଭାଲୁଏସନ। ତ ଏଠି ଆମକୁ ଆସେସମେଣ୍ଟ ଟା ଗୋଟେ ଭ୍ୟାଲୁ ଜଜମେଣ୍ଟ ଦଉଛି। ତ ଆମେ ଏଇ ଯୋଉ ସବୁ ମେଜରମେଣ୍ଟ ୟୁଜ କରିବା ବା ମେଜର କରିବା ପାଇଁ ଯୋଉ ସବୁ ଜିନିଷ ମାପିବା ପାଇଁ ଆମେ ତା ପାଇଁ ଯୋଉ ଆମେ ପଢିଲେ କିଛିଟା ଟେକ୍ନିକ ବା କିଛିଟା ଟୁଲସ ୟୁଜ କରିବା, ତାର କିଛିଟା ସ୍କେଲ, ସେ ସ୍କେଲ୍ସ ବିଷୟରେ ଆମେ ସମସ୍ତେ ଜାଣିଥିବା। କଣ ନା, ନୋମିନାଲ ସ୍କେଲ, ଅର୍ଡିନାଲ ସ୍କେଲ, ଆଉ କଣ ରହିଲା ସ୍କେଲ, इंटरवल स्केल रेशियो स्केल। ବାସ୍। ଆମର ରହିଲା କଣ, ନୋମିନାଲ ସ୍କେଲ, ଅର୍ଡିନାଲ ସ୍କେଲ, ଇଣ୍ଟରଭାଲ ସ୍କେଲ ଆଉ ରେସିଓ ସ୍କେଲ। ଆମେ ଏଇ ସ୍କେଲ କୁ ୟୁଜ କରିକି କଣ କରୁଛେ ନା, ମେଜର କରୁଛେ ଯେକୌଣସି ଜିନିଷକୁ। ଆମେ ଯେକୌଣସି ଜିନିଷକୁ ମାପିବା ପାଇଁ ଆମକୁ ତ ଗୋଟେ ମାପ, ମାନେ ମାପର କିଛି ଦରକାର ନା। ଆମେ ଯଦି ରୋଷେଇରେ ୟୁଜ କରୁଛେ ଟୁ ଫୁଲ କପ୍ ଅଫ ମଇଦା ୟୁଜ କରୁଛେ ବା ଅଟା ୟୁଜ କରୁଛେ, ତ ଆମକୁ ସେଟା ମାପିବା ପାଇଁ ଗୋଟେ କପ୍ ଦରକାର ହଉଛି ବା ଗୋଟେ ଗ୍ଲାସ ଦରକାର ହଉଛି ବା ଗୋଟେ ବୋଲ ଦରକାର ହଉଛି, କିଛି ବି। ତ ସେମିତି ଆମେ ଆକୁ ବି ମେଜର କରିବା ପାଇଁ ଆମକୁ କିଛିଟା ସ୍କେଲ୍ସ ଦରକାର ହଉଛି। ସେ ସ୍କେଲ୍ସ ଗୁଡାକୁ ଆମେ କେମିତି ୟୁଜ କରିବା ଏଇଠି ଦେଖିବା। ତ ନୋମିନାଲ ସ୍କେଲ, ନୋମିନାଲ ସ୍କେଲ ଟା କଣ ହୁଏ, ନୋମିନାଲ ସ୍କେଲ ଉପରେ କିଏ କହିପାରିବ କଣ? मैम it is the lowest order of क्लासिफिक scale and it is simplest scale and it at a level 1 रे हुए मैम। ହଁ,
There's ଆଉ a quantitative and it is object ର characteristic classification and ଏଗୁଡାକ ଆଇଡେଣ୍ଟିଫିକେସନ ଏଗୁଡା ସବୁ କରିବେ କ୍ଲାସିଫାଇ ନମ୍ବର ଓନ୍ଲି ନ୍ୟୁମେରିକାଲ ରେ ହିଁ କି ଆଲଫାବେଟ ନମ୍ବରରେ ହିଁ ତାକୁ ଚିହ୍ନିତ କରାଯାଏ ଆଇଡେଣ୍ଟିଫିକେସନ କରାଯାଏ। ନା ନୋମିନାଲ ଟା ତ କ୍ୱାଲିଟେଟିଭ। ହଁ ତ ନୋମିନାଲ ଟା କ୍ୱାଲିଟେଟିଭ ସରି କ୍ୱାଲିଟେଟିଭ। ହଁ ତ ନୋମିନାଲ ସ୍କେଲ ଟା ହଉଛି କଣ କ୍ୱାଲିଟେଟିଭ ସ୍କେଲ ଏଇଟାକୁ ଆମେ ନ୍ୟୁମେରିକ୍ସ ୟୁଜ କରିକି ଏ ସ୍କେଲ ଟାକୁ ୟୁଜ କରନ୍ତି କିନ୍ତୁ ଏଇ ଯୋଉ ନ୍ୟୁମେରିକ୍ସ ଟା ଆମର ରାଙ୍କ ଆଉ ଅର୍ଡର ପାଇଁ ୟୁଜ ହବନି। ରାଙ୍କ ଆଉ ଅର୍ଡର ପାଇଁ ମାନେ କଣ ଆମେ ନୋମିନାଲ ସ୍କେଲ ଟାକୁ କେମିତି ୟୁଜ କରିବା ନା ଏଇଠି ଏକ୍ସାମ୍ପଲ ଦେଖିବା। ପ୍ଲେୟାର ମାନଙ୍କର ନମ୍ବର ଦିଆ ହୁଏ ସେଇ ହଁ ଟାଇପ ର ତ ଆମେ ଯୋଉ ନେମ୍। ନୋମିନାଲ ସ୍କେଲ ଟା ୟୁଜ କରିବା ଏଟାକୁ ଆମେ କହିପାରିବା ଏଟା ହଉଛି ଗୋଟେ ଫାର୍ଷ୍ଟ ଲେଭେଲ ଅଫ ମେଜରମେଣ୍ଟ ପ୍ରଥମ ଲେଭେଲ ଆଉ ଏଇଟା ହଉଛି ସବୁଠୁ ସିମ୍ପଲେଷ୍ଟ ସ୍କେଲ। ନୋମିନାଲ ସ୍କେଲ ଟା ହଉଛି ସବୁଠୁ ସିମ୍ପଲେଷ୍ଟ ସ୍କେଲ ଆଉ ଏଇଟା ଲୋଏଷ୍ଟ ଅର୍ଡର ସ୍କେଲ। ଏଇଟା ହଉଛି ସବୁଠୁ ଲୋ ଅର୍ଡର ର ସ୍କେଲ। କେମିତି ଏକ୍ସାମ୍ପଲ ଦେଖ ଏଠି ଜାଣିପାରିବ କେମିତି ନା ଏଇ ଯୋଉ ଜର୍ସି ଦିଆଯାଏ ଦେଖ ଆମେ ଜାଣିଛେ ଏଇ ଯୋଉ ଆମର ପ୍ଲେୟାର ମାନଙ୍କୁ ପ୍ଲେୟାର ମାନଙ୍କର ସବୁ ଜର୍ସି ଥାଏ ନା ନାଇଁ କିଏ କହିପାରିବ ଧର କୋଉ ଗୋଟେ ଏକ୍ସାମ୍ପଲ କୋଉ ପ୍ଲେୟାର କୋଉ ଜର୍ସି ତେନ୍ଦୁଲକରଙ୍କର 10। ତେନ୍ଦୁଲକର ଧୋନିର ସଚିନ। 7। ହୁଁ ଯେମିତି ବିରାଟ କୋହଲିର 18 ଧୋନି ହୁଁ 7 ତ ଏଇ ସବୁ ଯୋଉ ଜିନିଷ ଦିଆ ହେଲା ଧର ଆମେ ପଢିଲେ ଧୋନି ହେଲା ଆଉ ଧୋନିକୁ ଦିଆହେଇଛି 7 ତ ବିରାଟ କୋହଲି ପାଇଛି 18 ଆଉ ତେନ୍ଦୁଲକର ପାଇଛି 10 ତା 10। ମାନେ କଣ ଇଏ ସବୁଠୁ ଖରାପ ଖେଳୁଛି ଇଏ ସବୁଠୁ ଭଲ ଖେଳୁଛି ଇଏ ମଝିରେ ଖେଳୁଛି ନା ଇଏ ସବୁଠୁ ଭଲ ଖେଳୁଛି ଆର 18 ମାନେ ଆକୁ ଅଧିକା ମାର୍କ ଦିଆ ହେଇଯାଇଛି ତେନ୍ଦୁଲକର ଟିକେ ଖରାପ ଖେଳୁଛି ତାକୁ 10 ଆଉ ଧୋନି ସବୁଠୁ ଖରାପ ଖେଳୁଛି ତାକୁ 7। ଆମେ ଏଠି କିଛି ଅର୍ଡର ବା ରାଙ୍କ କରୁଛେ କି ଆମେ ଖାଲି ଗୋଟେ नो मैम ଆଇଡେଣ୍ଟିଫିକେସନ ପାଇଁ ଦଉଛେ। आइडेंटिफिक। ତ हम्म ନୋମିନାଲ ସ୍କେଲ ଟା ଆମେ କେତେବେଳେ ୟୁଜ କରିବା ଗୋଟେ ଜିନିଷକୁ ଇଜି କରିବା ପାଇଁ ଏଇ ଯୋଉ ସବୁ ନମ୍ବର ଦିଆ ହେଲା ଏଇଟା ସବୁ କାହିଁକି ଦିଆ ହେଲା କାହିଁକି ନା ଏଇଟାକୁ ଗୋଟେ ଫାଇଣ୍ଡ ଆଉଟ କରିବା ପାଇଁ ଆମକୁ ଇଜି ହବ ବା ଏଇଟା ରେକଗନାଇଜ କରିବାକୁ ଆମକୁ ଇଜି ହବ। ତମେ 7 ନମ୍ବର ଜର୍ସି ଜାଣିଲ ଏଇଟା ଧୋନି 18 ନମ୍ବର ଏଟା ବିରାଟ କୋହଲି ତ ଆମକୁ ଏଇଟା ଇଜି ହେଲା ଫାଇଣ୍ଡ ଆଉଟ କରିବା ପାଇଁ ତ ଏଟାକୁ ଆମେ ରାଙ୍କ କି ଅର୍ଡର ୟୁଜ କରୁନେ ଆମେ ଆକୁ ଗୋଟେ ସିମ୍ପଲିଫାଇ କରିଦଉଛେ। ଯେମିତି କି ଆମର ପ୍ୟାନ ନମ୍ବର ତ ମୋର ଧର ପ୍ୟାନ ନମ୍ବର ଯାହା ଥିବ ତା ଦେହରେ ମୋର ମାନେ ଆଲଫାବେଟ ବି ଥିବ ଧର ନମ୍ବର ବି ରହିଲା ମୋର ନମ୍ବର ଯାହା ରହିଲା ଧର ମୋର 5008 ରହିଲା ଧର ଆପଣଙ୍କର ଭିତରୁ କାହାର ଥିବ 6010 ଥିବ ତ ତାମାନେ କଣ ପ୍ୟାନ ନମ୍ବର ତମର 6010 ମାନେ ତମେ ଅଧିକା ରାଙ୍କରେ ଅଛ ମୁଁ କମ ରାଙ୍କରେ ଅଛି ଏଇଟା ଖାଲି ଗୋଟେ ଫାଇଣ୍ଡ ଆଉଟ ବା ଏଇଟା ଗୋଟେ ଆସାଇନ କରାଯାଏ ନମ୍ବର କଣ ପାଇଁ ନା ସୁବିଧା ହବା ପାଇଁ ଗୋଟେ ଡିଫରେନ୍ସିଏଟ ଆମେ କରିବା ପାଇଁ ଗୋଟେ ମେଲ ଫିମେଲ ମାନଙ୍କୁ ଆମେ ଜେଣ୍ଡର ଏଠି ଦେଖ ଅଛି ଏକ୍ସାମ୍ପଲ ଆଉ ଗୋଟେ କଣ ନା ମେଲ ହଉଛି 1 ଫିମେଲ ହଉଛି 2 ତାମାନେ କଣ ମେଲ ହଉଛି ଫାର୍ଷ୍ଟ ପ୍ରାୟୋରିଟି ଫିମେଲ ହଉଛି ସେକେଣ୍ଡ ପ୍ରାୟୋରିଟି ନା ତ ଆମେ ଖାଲି ଗୋଟେ ମାନେ ଫାଇଣ୍ଡ ଆଉଟ ପାଇଁ ଆମେ ଖାଲି ଗୋଟେ ରେକଗନାଇଜ କରିବା ପାଇଁ ଆମେ ଗୋଟେ ଖାଲି ଡିଫରେନ୍ସିଏଟ କ୍ଲାସିଫିକେସନ। କରିବା ପାଇଁ ଆମେ ଦେଇ ଦେଇଛେ କଣ क्लासिफिकेशन। ଗୋଟେ କ୍ଲାସିଫାଇ କରିଦେଲେ କି ଧର ଆମେ ଏଠି କଲେ ଆମର ଗୋଟେ ଗ୍ରୁପ ଅଫ ପିଲା ଯାଇଛନ୍ତି କୋଉଠି କି ପିକନିକ ରେ ଯାଇଛନ୍ତି ଆମେ ଏ ବି ଦିଟା ଟିମ୍ କରିଦେଲେ କି ବଏଜ ମାନେ ଏ ରେ ରହିଲେ ଆଉ ଗର୍ଲସ ମାନେ ବି ରେ ରହିଲେ ତାମାନେ କଣ ଏଇ ଗ୍ରୁପ ଟା ହାୟର ମାନେ ସୁପରିୟର ବି ଗ୍ରୁପ ଟା ଇନଫିରିୟର ନା ତ ଆମେ କଣ ଏଇ ଗ୍ରୁପ ଭିତରେ ଯିଏ ରହିବେ ବଏଜ ମାନେ ତ ଆମକୁ ଏଠି କ୍ଲାସିଫାଇ କରିବାକୁ ସୁବିଧା ହେଲା ତ ବି ଗ୍ରୁପ ରେ ଯିଏ ରହିଲେ ଗର୍ଲସ ରହିଲେ ତ ଆମେ ନୋମିନାଲ ସ୍କେଲ ଟା ୟୁଜ କରି କଣ କରୁଛେ ନା କ୍ଲାସିଫାଇ କରୁଛେ ଏଠି କଣ ହୁଏ ଲେଟର ଏଠି ଖାଲି ନମ୍ବର ଏଠି ଖାଲି ନ୍ୟୁମେରିକ୍ସ ନୁହେଁ ଏଠି ଲେଟର ବି ହେଇପାରିବ ଆମେ ଯଦି ଏଠି ଧୋନିକୁ 7 ନ ଦେଇ ଧୋନି କି ଦେଇ ଦେଇଥାନ୍ତେ ଏ ବିରାଟ କୋହଲି କି ଦେଇ ଦେଇଥାନ୍ତେ ସି ତେନ୍ଦୁଲକର କୁ ଦେଇ ଦେଇଥାନ୍ତେ ଜି ସେମିତି ବି ହେଇପାରିଥାନ୍ତା ନାଇଁକି ଆମେ ଏଠି ଖାଲି ନମ୍ବର ୟୁଜ କରିବା ଏଠି ଆମେ ଲେଟର୍ସ ବି ୟୁଜ କରିପାରିବା ଆଲଫାବେଟ ବି ୟୁଜ କରିପାରିବା ତ ଏଇ ସବୁ ଜିନିଷକୁ ବି ଆମେ ୟୁଜ କରିକି କରିପାରିବା ଆଉ ତ ଆମେ ନୋମିନାଲ ସ୍କେଲ ଟା ୟୁଜ କରୁଛେ କଣ ପାଇଁ ନା ବେସିକାଲି କ୍ଲାସିଫାଇ କରିବା ପାଇଁ ନା କିଛି ଡାଉଟ ରହିଲା କାହାର ତ ଏଠି नो କ୍ୟାଟାଗୋରୀ मैम। କରିବା ପାଇଁ ଏଟା କଣ nominal scale is the simplest scale and also called the categorical scale because it represents only the name or category
ଏଠି ଆମକୁ କଣ କେବଳ ନା ନହେଲେ କ୍ୟାଟାଗୋରୀ ହିଁ ଆମକୁ ରିପ୍ରେଜେଣ୍ଟ କରୁଛି। ଏଠି ରାଙ୍କ କି ଅର୍ଡର ବିଷୟରେ କିଛି କୁହାଯାଉନି। ତାପରେ କଣ ଥିଲା ଅର୍ଡିନାଲ ସ୍କେଲ। ଅର୍ଡିନାଲ ସ୍କେଲ ଟା କଣ ନା ଏଟା ବି କ୍ୱାଲିଟେଟିଭ ଇନ ନେଚର। ଅର୍ଡିନାଲ ସ୍କେଲ ଏଠି କଣ କରୁଛେ ଆମେ ନା ରାଙ୍କ ଆଉ ଅର୍ଡର କରିଦଉଛେ। ଏଠି ଆମେ ରାଙ୍କିଙ୍ଗ କରିଦଉଛେ। ଅର୍ଡିନାଲ ସ୍କେଲ ଟା ରାଙ୍କିଙ୍ଗ କରିଦଉଛେ ମାନେ ଆମେ କ୍ଲାସ ରେ ଫାର୍ଷ୍ଟ ସେକେଣ୍ଡ ଥାର୍ଡ ହଉଛେ। ତ ଆମେ ଏଠି ଯୋଉ ପକେଇ ଦେଇଥିବା ଧର ଆମେ କ୍ଲାସ ରେ ଫାର୍ଷ୍ଟ ସେକେଣ୍ଡ ଥାର୍ଡ ହଉଛେ, ଏଠି ଆମେ କୋଉ ସ୍କେଲ ୟୁଜ କରିକି ଜାଣିଲେ କି ଇଏ ଫାର୍ଷ୍ଟ ସେ ସେକେଣ୍ଡ ସେ ଥାର୍ଡ। ଅର୍ଡିନାଲ। ଅର୍ଡିନାଲ ସ୍କେଲ ୟୁଜ କଲେ କାହିଁକି ଆମେ ଏଠି ରାଙ୍କ କରିଦେଲେ, ଆମେ ଏଠି ଅର୍ଡର କରିଦେଲେ। ଅର୍ଡର ଅର୍ଡରଲି ଆସିଗଲା ଫାର୍ଷ୍ଟ ସେକେଣ୍ଡ ଥାର୍ଡ, ବା ଆମେ ଏଠି ଏ ଗ୍ରେଡ ଦେଇଦେଲେ, ବି ଗ୍ରେଡ ଦେଇଦେଲେ, ସି ଗ୍ରେଡ ଦେଇଦେଲେ। ତ ଏଠି ଆମେ ରାଙ୍କ କରିଦେଲେ, ଏଠି ଆମେ ଅର୍ଡର କରିଦେଲେ। ତ ଏଠି ଆମେ ଏଠି ଅର୍ଡର ରାଙ୍କ ରୁ ମନେ ରଖିଦବ ଅର୍ଡର ରୁ ଅର୍ଡିନାଲ ସ୍କେଲ ହେଇଗଲା। ତ ଅର୍ଡିନାଲ ସ୍କେଲ ଟା ବି କ୍ୱାଲିଟେଟିଭ ଇନ ନେଚର। ଏଟା ହଉଛି ସେକେଣ୍ଡ ଲେଭେଲ ଅଫ ମେଜରମେଣ୍ଟ। ଆମେ ଏଠି କଣ କରୁଛେ ନା ଆମେ ଅର୍ଡିନାଲ ସ୍କେଲ ଟାକୁ ଏମିତି ବି କରିପାରିବା। ଆଗକୁ ଅଛି ଏଇଠି ଦେଖେଇବି। ଧର ଆମର ତମେ ଯାଇଛ ଗୋଟେ ରେଷ୍ଟୁରାଣ୍ଟ କୁ ଖାଇବା ପାଇଁ, ସେଠି ତମକୁ ଦେଇଥିବ କି ଧର ଟୋଟାଲି ସାଟିସ୍ଫାଏଡ, ତମେ ରିଭ୍ୟୁ ରେ ଦବ ଟୋଟାଲି ସାଟିସ୍ଫାଏଡ। ଯଦି ତମେ 5ଟା ଦବ ଷ୍ଟାର, ଯଦି ତମେ ଖାଲି ନର୍ମାଲ ସାଟିସ୍ଫାଏଡ, ସେଠି ତମେ 4ଟା ଷ୍ଟାର ଦବ। ତାପରେ ଯଦି ତମେ ଡିସସାଟିସ୍ଫାଏଡ, ତାହେଲେ ତମେ 3ଟା ଦେଲ। ଯଦି ଟୋଟାଲି ଡିସସାଟିସ୍ଫାଏଡ ତାହେଲେ 2ଟା ଦେଲ। ତ ତମେ ଏଠି ବି କୋଉ ସ୍କେଲ ୟୁଜ କଲ, ଏଠି ଅର୍ଡିନାଲ ସ୍କେଲ ୟୁଜ କଲ। କାହିଁକି ନା ତମେ ଏଠି ରାଙ୍କ ଅର୍ଡର କରିଦେଲ। ଜଣେ ମାରିବ ସେ ଖାଲି ସାଟିସ୍ଫାଏଡ, ତ ସେ ତାଙ୍କ ସର୍ଭିସ ଟାକୁ, ସେ ଯୋଉ ରେଷ୍ଟୁରାଣ୍ଟ ର ସର୍ଭିସ ଟାକୁ ସେ ରାଙ୍କ କରିଦେଲା, ଅର୍ଡର କରିଦେଲା। କଣ ରାଙ୍କ କରିଦେଲା ନା ସେଟା ମାନେ 4 ଷ୍ଟାର ତାକୁ ମିଳିପାରିବ। ତ ଏଠି ଗୋଟେ ରାଙ୍କ ଅର୍ଡର ହଉଛି। ତ ଯଦି ଏମିତି ଏକ୍ସାମ୍ପଲ ଦେଇକି ବି ଯଦି ଏମିତି ଆସିଲା କି ଏଇଟାରେ ଆମେ କୋଉ ସ୍କେଲ ୟୁଜ କରିବା, ଏଇଟାରେ ଆମେ ଅର୍ଡିନାଲ ସ୍କେଲ ୟୁଜ କରିବା। ହଁ, ଏଇଠି ଅର୍ଡିନାଲ ସ୍କେଲ ମେଜର୍ସ ନନ୍ ନ୍ୟୁମରିକ କନସେପ୍ଟ। ଏବେ ଯୋଉ ଏକ୍ସାମ୍ପଲ ଟା ମୁଁ ଦେଲି ଏଇଠି ସେଟା କହିଛି ଅର୍ଡିନାଲ ସ୍କେଲ ମେଜର୍ସ ନନ୍ ନ୍ୟୁମରିକ କନସେପ୍ଟ ଲାଇକ ସାଟିସ୍ଫାକ୍ସନ, ହାପିନେସ। ଆମର କଣ ଗୋଟେ ହାପିନେସ ସାଟିସ୍ଫାକ୍ସନ ଗୋଟେ କିଛି ଆମେ ନ୍ୟୁମରିକ ଭ୍ୟାଲୁ ଦେଇପାରିବା କି ଆମେ 10 ସାଟିସ୍ଫାଇ ହେଇଛୁ, ଆମେ 15 ହାପିନେସ ଅଛୁ, ଆମର ଡିସକମ୍ଫର୍ଟ ଟା 5, ଆମେ ତ ତାକୁ ଦେଇପାରିବାନି। ଆମେ ସେଠି ଷ୍ଟାର ଭାବେ ଦେବା କି ଆମେ ସେଠି ଗୋଟେ ରେଟିଂସ ଦେଇପାରିବା। ତ ଆମେ ତାକୁ ବି ସେ ଯୋଉଟାକୁ ଆମେ ୟୁଜ କରୁଛେ ସେଟା ବି ଆମେ ଅର୍ଡିନାଲ ସ୍କେଲ ୟୁଜ କରୁଛେ। କାହିଁକି କାହିଁକି ନା ଆମେ ସେ ଯୋଉ ସାଟିସ୍ଫାକ୍ସନ, ହାପିନେସ, ଡିସକମ୍ଫର୍ଟ ବା ବିୟୁଟି ବା ଯେକୌଣସି ଜିନିଷ ହଉ, ଏଗୁଡା ସବୁ ଏଇ ସବୁ ଗୋଟେ ଗୋଟେ ଆମେ ଇମୋସନ କହିପାରିବା। ଏଇ ସବୁକୁ ଆମେ ବି କଣ କରୁଛେ ନା ରାଙ୍କ ପାଇଁ ଆମେ ୟୁଜ କରୁଛେ। ମତେ ଗୋଟେ ମାନେ ବିୟୁଟି ସାଲୁନ ଯାଇଥିବେ, ସେଠି ତାଙ୍କର ବିୟୁଟି ଟ୍ରିଟମେଣ୍ଟ ଟା କେମିତି ଲାଗିଲା, ତ ସେଟା ଗୋଟେ ଆପଣ ଆପଣଙ୍କର ଫିଲିଙ୍ଗସ ଟାକୁ ଶୋ କରିବେ। ତ ସେଟାକୁ ବି ଆପଣ ଯୋଉ ଶୋ କରିବେ କେମିତି ନା ଅର୍ଡିନାଲ ସ୍କେଲ ୟୁଜ, ତାକୁ ରାଙ୍କ ଦେଇପାରିବେ। ମ୍ୟାଡାମ ଆମେ ଯୋଉ ଜୋମାଟୋ ସ୍ଵିଗିରେ ଯୋଉ ମଗଉଛୁ, ଯୋଉ ରେଟିଂ ଦଉଛୁ ଫିଡବ୍ୟାକ୍ ଖାଇବାଟା ଭଲ। ଫିଡବ୍ୟାକ୍ ମ୍ୟାମ୍। ଅର୍ଡିନାଲ ସ୍କେଲ। ହୁଁ। ହଁ, ଯୋଉ ଜୋମାଟୋ ସ୍ଵିଗି ଆପଣ ମଗଉଛନ୍ତି, ତ ଯୋଉଠିକି ବି ଯିବେ ଦେଖିବେ ରେଷ୍ଟୁରାଣ୍ଟ ରେ ଆପଣ ଆସିଲା ବେଳକୁ ଗୋଟେ ଫିଡବ୍ୟାକ୍ ର ମାନେ ବହୁତ ସାରା ରେଷ୍ଟୁରାଣ୍ଟ ରେ ଦିଅନ୍ତି ଫିଡବ୍ୟାକ୍ ପାଇଁ। କଣ ଆଉ ଯଦି ଫିଡବ୍ୟାକ୍ ଲେଖିବାକୁ ଦେଇଥିବେ ତ ସେଟା ଲେଖା ଆସିଗଲା, ଖାଲି ଷ୍ଟାର ପାଇଁ ଦେଇଥିବେ କେତେ ଷ୍ଟାର ଆପଣ ଇଏ କରିବେ। କି ଦେଖିବେ ୟୁଟ୍ୟୁବ ରେ ବି ବହୁତ ଟାଇମ ରେ ଆସିବ ମାନେ ରେଟ୍ କରିବେ, ଏଇ ଆପ୍ଲିକେସନ ଟା ରେଟ୍ କରନ୍ତୁ। ତ ସେଇଟା ଆମେ ଯୋଉ ୟୁଜ କରୁଛେ, ସେ ଯୋଉ ରେଟିଂସ୍ ଦଉଛେ, ସେଟାକୁ ଆମେ କଣ କରୁଛେ ନା ଅର୍ଡିନାଲ ସ୍କେଲ ରେ ଦଉଛେ। ଯଦି ମ୍ୟାଡାମ ଯେ କିଛି କମେଣ୍ଟ କରୁଛୁ ନା ଏଇଟା ଭଲ, ସେଇଟା ଏଇଟା କଣ ଆସିବ? ସେଟା ତ ମାନେ ଫିଡବ୍ୟାକ୍ ରେ ଆସିଗଲା, ମାନେ ସେଟା ତାକୁ ମାନେ ସ୍କେଲ କିଛି ସେଟା ଗୋଟେ ଫିଡବ୍ୟାକ୍ ଆପଣ ଦେଲେ, ସେଟା ଗୋଟେ ସଜେସନ ଦେଲେ, ସେଟା ଗୋଟେ ଇମ୍ପ୍ରୁଭମେଣ୍ଟ ପାଇଁ ତାଙ୍କୁ କିଛି ଜଣେଇଲେ କି ଏଇଟା ମତେ ଆଜ୍ଞା। ଅସୁବିଧା ହେଲା କିଛି ଜଣ। ଏଇ ମ୍ୟାମ୍ ଯୋଉ ସ୍କେଲରେ କଣ ଆପଣ ଗୋଟେ ସ୍ପେସିଫାଏ ୱେରେ ଦେବେ,
ସ୍ପେସିଫାଇ ୱେରେ ମାନେ କଣ ଆଜ୍ଞା। ଲେଖିବାଟା ଆପଣ ଯେତେବେଳେ କମେଣ୍ଟ ଲେଖୁଛନ୍ତି ତ ଆପଣଙ୍କର ଯାହା ଇଚ୍ଛା ଲେଖିପାରିବେ। କିନ୍ତୁ ଯଦି ମୁଁ ଏଇନା କହିବି ଆପଣ ଖାଲି ୟେସ୍ ଆଉ ନୋ ରେ ମାନେ ରିପ୍ଲାଇ କରିବେ ତ ଏଇଟା ଆମେ ଗୋଟେ ସ୍କେଲ ୟୁଜ କରିଦବା। ବା ଏଠି ଗୋଟେ ଆମ ପାଖରେ ଲିମିଟେସନ ଆସିଗଲା। କିନ୍ତୁ ଯେତେବେଳେ ଆପଣ ଲେଖିବେ ସେଟା ତ ଆପଣଙ୍କର ଯାହା ଇଚ୍ଛା ସେଟା ଲେଖିଦେବେ ନା। ଆଜ୍ଞା। ଠିକ ଅଛି। ଫର ଏକ୍ସାମ୍ପଲ ଅର୍ଡର ହାଉ ମଚ୍ ହାପି ଆର୍ ୟୁ ୱିଥ ଆୱାର ସର୍ଭିସେସ୍ ଯେମିତି କହିଲି ଉପରେ କି ଭେରି ହାପି 1 ଦେବେ, ହାପି ମାନେ ନର୍ମାଲ 2, ଯେମିତି ମୁଁ ସେ ଏକ୍ସାମ୍ପଲ ଟା ଦେଲି ଏକ୍ଜାକ୍ଟଲି ସେଇଟା ଏଇଟା। ତାପରେ ଆସିଲା ଇଣ୍ଟରଭାଲ ସ୍କେଲ। ଇଣ୍ଟରଭାଲ ସ୍କେଲ ଟା କିଏ କହିପାରିବ କଣ ଆଇଡିଆ କଣ ଅଛି? କ୍ୟାଟେଗୋରାଇଜ ସାଙ୍ଗରେ ରାଙ୍କ ବି କରାହବ ସ୍ପେସ୍ ଏକ୍ସାମ୍ପଲ ତ ଟେମ୍ପରେଚର ରହିବ। ଆଉ ଆଣ୍ଡ ଏଇଟା ଡିଫରେଣ୍ଟ ବି କ୍ୱାଣ୍ଟିଟେଟିଭ କହିବ, ଷ୍ଟଡି, ତା ନେଚର ଟା କ୍ୱାଣ୍ଟିଟେଟିଭ ଷ୍ଟଡି। ଡିଫରେଣ୍ଟ ବି କହିବ, ହୁଁ ଯାର ଡିଫରେଣ୍ଟ ବି କହିବ, ଆଟ୍ରିବ୍ୟୁଟ ଜିରୋ ନଟ୍ ଆବସୋଲ୍ୟୁଟ ଜିରୋ। ଇଣ୍ଟରଭାଲ ସାଇକୋଲୋଜି ସ୍କେଲ ଉପରେ। ଟା କଣ? ହଁ ଠିକ ଅଛି, ଯାହା ବି ସେ କହିଲେ ସମସ୍ତେ ଠିକ ଅଛି। ତ ଇଣ୍ଟରଭାଲ ସ୍କେଲ ଟା କଣ? ଆ ଭିତରେ ଆମର ଅର୍ଡିନାଲ ବି ରହିବ, ନୋମିନାଲ ବି ରହିବ। ଏଇଟା ବି ଏଇଟା ହୁଁ କ୍ୱାଣ୍ଟିଟେଟିଭ ଇନ ନେଚର ହବ ହେଲା। ତ ଏଇଟା ଥାର୍ଡ ଲେଭେଲ ଅଫ ମେଜରମେଣ୍ଟ। ଏଠି କଣ ହବ ନା ଆମର ଗୋଟେ ଇକ୍ୱାଲ ଡିଫରେନ୍ସ ଥିବ ବିଟୱିନ୍ ଦ ଭ୍ୟାଲ୍ୟୁଜ। It is the third level of measurement where labels are assigned to the variable in the form of numbers. They are arranged in a proper order with equal difference between the values. ଯେମିତି କି ଆମେ କହିପାରିବା କି ଆମେ ଗୋଟେ ଏକ୍ସାମ କଣ୍ଡକ୍ଟ କରିଛେ ହେଲା। ଏକ୍ସାମ ଗୋଟେ ଆମର କଣ୍ଡକ୍ଟ ହେଇଛି ଅବଜେକ୍ଟିଭ ଟାଇପ। ଆମେ କହିପାରିବା 10 ରୁ 20 ଭିତରେ କେତେ ଜଣ ପିଲା ରଖିଛନ୍ତି ଆମେ ଗୋଟେ ଟେବୁଲ ତିଆରି କରିବା। ଏଇଠି ନମ୍ବର, ଏଇଠି ଷ୍ଟୁଡେଣ୍ଟ, ନମ୍ବରସ ଅଫ ଷ୍ଟୁଡେଣ୍ଟ। ତ ଏଠି 10 ରୁ 20 ଭିତରେ କେତେ ପିଲା ରଖିଛେ ଆମେ ଗୋଟେ କାଲକୁଲେସନ କରି କହିବା 5 ଜଣ ପିଲା। ତାପରେ କହିବା ଆମେ 20 ରୁ 30 ଭିତରେ କେତେ ପିଲା ରହିଲେ, 10 ଜଣ ରହିଲେ। 30 ରୁ 40 ଭିତରେ କେତେ ପିଲା ରହିଲେ, 6 ଜଣ ରହିଲେ। 40 ରୁ 50 7 ଜଣ। ତ ଆମେ ଏଠି କଣ ନା ପ୍ରତି ଦେଖ ଗୋଟେ ଇଣ୍ଟରଭାଲ ଆମର ଫିକ୍ସ ହେଇଯାଉଛି 10 ରୁ 20, 20 ରୁ 30, 30 ରୁ 40, 40 ରୁ 50। ତ ଆମର ଗୋଟେ 10 ଗ୍ୟାପ ଆମର ରହୁଛି। ତ ଆମେ ଗୋଟେ ପର୍ଟିକୁଲାର ଇଣ୍ଟରଭାଲ ଦେଇ ଦଉଛେ। ଏପଟ ସାଇଡ ଟା ମ୍ୟାଟର କରିବନି କାହିଁକିନା ଏପଟ ସାଇଡ ଟା ଆମକୁ ରେଜଲ୍ଟ ଦବ। କିନ୍ତୁ ଆମେ ଯୋଉ ଏଇ ମାନେ ଯୋଉ ସାଇଡ ଟା ଆମର ଅଛି ଯାହାକୁ ୟୁଜ କରିକି ଆମେ ବାହାର କରିବା ରେଜଲ୍ଟ, ତ ସେଟା କଣ କରୁଛି ନା ଆମର ଗୋଟେ ଫିକ୍ସ ଇଣ୍ଟରଭାଲ 10 ରୁ 20। କି ତମକୁ କୁହାଯାଇଥିବ ପ୍ରତି 3 ଘଣ୍ଟାରେ ମେଡିସିନ ଟା ଖାଇବ, every 3 hours। ତମେ କଣ କରିବ ପ୍ରତି 3 ଘଣ୍ଟାରେ ସେ ମେଡିସିନ ଖାଇବ। ତ ତମକୁ ଗୋଟେ ଫିକ୍ସ ଇଣ୍ଟରଭାଲ ଦିଆ ହେଇଗଲା କଣ ନା 3 ଘଣ୍ଟା। ସେଠି କଣ ୟୁଜ ହେଲା ନା ଇଣ୍ଟରଭାଲ ସ୍କେଲ ୟୁଜ ହେଇଗଲା। ତ ସେଠି କଣ ନା ଇକ୍ୱାଲ ଡିଫରେନ୍ସ ହେଲା। ଏମିତି ଅଛି କି 10 ରୁ 20 ଭିତରେ କେତେ ରଖିଲେ, ଆଉ 25 ରୁ 40 ଭିତରେ କେତେ ରଖିଲେ, 45 ରୁ 48 ଭିତରେ କେତେ ରଖିଲେ, ଏମିତି ନାହିଁ। ତ ଏଠି ଆମକୁ ଫିକ୍ସ ଇଣ୍ଟରଭାଲ ଦିଆ ହେଇଯାଇଛି। ତ ସେଟା ହବ କଣ ନା ଇଣ୍ଟରଭାଲ ସ୍କେଲ, ସେଟାକୁ ଆମେ ୟୁଜ କରୁଛେ। କଣ ନା ଫିକ୍ସ ରହୁଛି ଆମର, ମାନେ କୋଉଟା ଫିକ୍ସ ରହୁଛି ନା ଆମର ଯୋଉ ଡିଫରେନ୍ସିଏସନ ଟା ଫିକ୍ସ ରହୁଛି। Along with the numbers and order, the difference between the values are also known. That is why it is called an interval scale. It is an extension of ordinal scale. ଆମେ କହିଲି ଏଟା ଆ ଭିତରେ ଅର୍ଡିନାଲ ବି ଆସିଯିବ, ଆ ଭିତରେ ନୋମିନାଲ ବି ଆସିଯିବ। For example, हाँ, it's a temperature देखो. A temperature scale where difference between 60 and 70 degree temperature, 70 degree Celsius is same as that of 20 and 30 degree Celsius. ତ ଏଠି ଆମେ ଟେମ୍ପରେଚର କୁ ବି ଯଦି କ୍ୱେଶ୍ଚିନ୍ ଆସିବ ୟୁଜ କରିବା ପାଇଁ ମାନେ ମେଜର କରିବା ପାଇଁ କୋଉ ସ୍କେଲ ୟୁଜ କରୁଛେ ନା ଆମେ ଇଣ୍ଟରଭାଲ ସ୍କେଲ ୟୁଜ କରୁଛେ। ଆଉ ଇଣ୍ଟରଭାଲ ସ୍କେଲ ର କଣ ନା ଗୋଟେ ଟ୍ରୁ ଜିରୋ ନାହିଁ, ଆବସଲ୍ୟୁଟ ଜିରୋ ନାହିଁ। ମାନେ ଆବସଲ୍ୟୁଟ ଜିରୋ ନାହିଁ ମାନେ କଣ ନା ଏଠି ତାହେଲେ ନେଗେଟିଭ ଭ୍ୟାଲ୍ୟୁ ଆମର ଏକ୍ଜିଷ୍ଟ କରୁଛି। ଲାଇକ ଆମେ କହିପାରିବା ଆମେ ତ ଟେମ୍ପରେଚର ଟା ୟୁଜ କରୁଛେ କଣ -10 ଡିଗ୍ରୀ ହେଇଯାଉଛି।
-40 डिग्री -5 डिग्री तमें आम ये आब्सोल्यूट बा ट्रू जीरो ना तो तमें आम माइनस को जापर तापर आसला कौन रेशियो स्केल ऊपर किए कौन कह मैम यार नेचर भी क्वांटिटेटिव और एटा एब्सोल्यूट जीरो। हाँ एंड आर सब जाक ये रहिबो नॉमिनल ऑर्डिनल इंटरवल सब कैरेक्टर रहिबो। तो रेशियो स्केल भितर कौन आमर समस्ते इनवॉल्व रहिबे एटा हाई रहउची सबुठु एटा हायर फोर्थ लेवल ऑर्डर स्केल। हम्म। ରହିବ हायर ଆଉ ऑर्डर। ଆଉ ଏଇଟା ଆମର ମାଇନସ କୁ ଯାଇପାରିବନି ତ ଏଇଟା ସବୁବେଳେ ମାଇଣ୍ଡରେ ରଖିଥିବ ଇଣ୍ଟରଭାଲ ସ୍କେଲ ଟା ଆମର ଆବସଲ୍ୟୁଟ ଜିରୋ ନାହିଁ ମାନେ ଏକ୍ସାମ ଆସିଲେ ଏଇ ଟାଇପ ର ବି ପକଉଛି ଏସଏସବି କି ୟୁପିଏସସି କି ଆବସଲ୍ୟୁଟ ଜିରୋ କୋଉ ସ୍କେଲରେ ନାହିଁ ତ ଆବସଲ୍ୟୁଟ ଜିରୋ ଆମର ଇଣ୍ଟରଭାଲ ରେ ନାହିଁ ସେଟା ଆମର ମାଇନସ ହେଇପାରିବ କିନ୍ତୁ ରେସିଓଟାରେ ଆମର ଆବସଲ୍ୟୁଟ ଜିରୋ ଅଛି ଏଟା ମାଇନସ କୁ ଯାଇପାରିବନି କଣ ରେସିଓ ସ୍କେଲ ଇଜ ୟୁଜ ଫର ମେଜରିଂ ଭ୍ୟାରିଏବଲ which are quantitative in nature. It is the fourth level of measurement. এটা হচ্ছে আমার fourth level which possesses all the attributes of an interval scale along with the property of absolute zero. ଜାଣିଲେ absolute zero ଅଛି arithmetic operation like addition, subtraction, multiplication, division କରିପାରିବା ଆଉ ଏଟା ଆମର ମାଇନସ କୁ ଯାଇପାରିବ ନାହିଁ। ଆଚ୍ଛା ଏଇଠି ଆମର ଆସିଲା ଏକ୍ସାମ୍ପଲ मैडम ଦେଖିବା रेशियो रेशियो स्केल टा माइनस को जाई परिबो। ନା ତାର ପା ଆମର absolute zero ଅଛି ରେସିଓ ସ୍କେଲ ଟାକୁ ଆମେ ମାଇନସ ରେ ୟୁଜ କରିପାରିବାନି କାହିଁକି ନା ଆମେ ତ ସେଠି ଆବସଲ୍ୟୁଟ ଜିରୋ पाइले ଗୋଟେ तो ଟ୍ରୁ ଜିରୋ रेशियो स्केल रे तो नॉमिनल जो सॉरी हमरो ହଁ ନାଇଁ ଆମର प्रॉपर्टी ରହୁଛି इंटरवल स्केल ର ଆପଣ ଯୋଉ କହୁଛନ୍ତି ଆମେ हाँ 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 इंटरवल स्केल में तो सेठी इंक्लूड होउची ना तो केमती माइनस होनी। ନା ନା ଆମର इंटरवल स्केल ର प्रॉपर्टीज ରହୁଛି इंटरवल ର ऑर्डिनल ର नॉमिनल ର କିନ୍ତୁ ଆମକୁ ଜାଣିଲେ ରେସିଓ ସ୍କେଲ ତା ତା ନିଜର ଯୋଉ ସ୍ପେସିଫିକେସନ ଅଛି ସେଠି ପା ଆବସଲ୍ୟୁଟ ଜିରୋ ତାର ଅଛି ସେଥିପାଇଁ ଆମେ ତାକୁ ମାଇନସ ରେ ନେଇପାରିବାନି ଆପଣ ଦେଖିଛନ୍ତି କୋଉଠି ରେସିଓ ରେ ମାଇନସ ରେ ୟୁଜ ହେଇଛି ओके କାହିଁକି ନା ओके ତାର ପା ନିଜର ଆବସଲ୍ୟୁଟ ଜିରୋ ଅଛି ହଁ ତ ଏକ୍ସାମ୍ପଲ୍ସ କଣ ରହିଲା ନା ଆମେ ଦେଖିଲେ ଯେମିତି କୋର୍ସେସ ହେଲା ରିପ୍ରେଜେଣ୍ଟ ଷ୍ଟୁଡେଣ୍ଟସ ପରଫରମାନ୍ସ ଟୁ ଗ୍ରେଡ୍ସ ଆମେ ଗ୍ରେଡ୍ସ ଦେଲେ ଅର୍ଡିନାଲ ସ୍କେଲ ୟୁଜ କରିକି ମାନେ କଣ ଗ୍ରେଡ୍ ଦେଲେ ମାନେ ହେଲ୍ଥ ଷ୍ଟାଟସ ଏକ୍ସେଲେଣ୍ଟ ଆଭରେଜ ପୁଅର ଏଟା ଆମେ ଗୋଟେ ତାକୁ ଗୋଟେ ଆମେ ଉପରେ ଗ୍ରେଡ୍ ଦେଲେ ଏଠି ଅର୍ଡିନାଲ ସ୍କେଲ ୟୁଜ କରିକି ତାକୁ ମେଜର ବି କରିପାରିଲେ इंटरवल स्केल यूज करी आईक्यू बाहर कले मैडम ये स्केल टा की डेवलप करथले चार्ट चार्टा जाक स्केल এটা ওভার द पीरियड रे डिफरेंट एजुकेशनलिस्ट माने ठीक है असेसमेंट देखिबा मीनिंग ऑफ असेसमेंट अच्छा मेजरमेंट असेसमेंट भीतर हमें फर्स्ट रो जानले डिफरेंस टा सेटा एटा हमर कोन कहबा असेसमेंट क्वालिटेटिव ना क्वांटिटेटिव क्वांटिटेटिव क्वालिटेटिव एटा क्वालिटेटिव रहइबो असेसमेंट। क्वालिटेटिव। जोना मापी परिबो सेटा क्वांटिटी ने मापिबो जोटा मापी परिबोनी असेसमेंट हेडा हबो क्वालिटेटिव असेसमेंट तो एटार पीडीएफ दिया ହେଇଯିବ ତ ଏଇ ଡେଫିନେସନ ଟା ବି ଟିକେ ଦେଖିଦବ ବେଳେ ବେଳେ ଡେଫିନେସନ ବି ପକଉଛି କି ଏଇଟା କିଏ କହିଥିଲେ ଏଇ ଷ୍ଟେଟମେଣ୍ଟ ଟା କିଏ ଦେଇଥିଲେ ଆଚ୍ଛା ଏଠି ଦେଖିବା ମେଜରମେଣ୍ଟ ର ନେଚର କଣ ରହିବ sorry assessment plays a constant role in informing instruction by guiding students next step and checking progress and achievement ଆମେ assessment ଟା କାହିଁ କରନ୍ତି ଆମେ ମେଜରମେଣ୍ଟ ରେ କଣ ଗୋଟେ ମେଜର କରିଦେଲେ କି ହେଲ୍ଥ ର କଣ୍ଡିସନ ଆଭରେଜ ଅଛି ତ ଆମେ ଆସେସ କରିବା କି ଏଠି ପ୍ରୋଗ୍ରେସ ଟା ଆମର କେତେ ଦୂର ହାମ୍ପର ହେଲା ତ ପ୍ରୋଗ୍ରେସ କାହିଁକି ହଉନି ପ୍ରୋଗ୍ରେସ କେମିତି ହେଇପାରିବ
ଆକୁ ଆମେ କଣ ଫିଡବ୍ୟାକ୍, ମାନେ ଇଭାଲୁଏସନ ଟା ତ ଆମର ହେଇଗଲା ଭ୍ୟାଲୁ ଜଜମେଣ୍ଟ, ଇଭାଲୁଏସନ ଟା ତ ଆମର ଏଣ୍ଡ ଷ୍ଟେପ ହେଇଗଲା। ତ ଆମେ ଆସେସମେଣ୍ଟ କରିକି ସେ ପ୍ରୋସେସ ଟାକୁ ଆଉ ଟିକେ ମଡିଫାଇ କରିପାରିବା, ଆସେସମେଣ୍ଟ କରିକି ସେ ଆଉଟକମ୍ ଟାକୁ ଆଉ ଟିକେ ବେଟର କରିପାରିବା। ତ ଆମେ ସେଥିପାଇଁ ଆସେସମେଣ୍ଟ ଟା ୟୁଜ କରନ୍ତି। କ୍ଲାସରୁମ୍ assessment involves students teacher in continuous monitoring of student learning। ଆମେ କ୍ଲାସରୁମ ରେ ଯୋଉ ଆସେସମେଣ୍ଟ ୟୁଜ କରୁଛେ, କାହିଁ ୟୁଜ କରୁଛେ, କାହିଁକି ନା ଏଟା କଣ୍ଟିନ୍ୟୁଅସ ମନିଟର କରୁଛି। ମାନେ ଆମେ କହିପାରିବା ଫର୍ମେଟିଭ ଆସେସମେଣ୍ଟ। ଧର ଆମେ ଗୋଟେ ପଢିବା ଆଗକୁ ଫର୍ମେଟିଭ ଆସେସମେଣ୍ଟ, ଆମକୁ ଗୋଟେ ଚାପ୍ଟର ର ଟେଷ୍ଟ କରାଗଲା, ସେ ଚାପ୍ଟର ରୁ ଆମେ ଦେଖିଲେ ପିଲା ସବୁ ଏଥିରେ ଭଲ କରିନାହାନ୍ତି, ଖରାପ କରିଛନ୍ତି। ତ ଆମେ ସେଠି ଆସେସ କରିବା, କାହିଁକି ଏଠି ମନିଟର କରିବା ଏଇ ଯୋଉ ଆମର ଟିଚିଂ ଲର୍ଣ୍ଣିଂ ପ୍ରୋସେସ ଟା କାହିଁକି ଅସୁବିଧା ହଉଛି, ଆଉଟପୁଟ ଟା କାହିଁକି ଭଲ ବାହାରିଲାନି। ତ ଆମେ ତା ପାଇଁ କିଛି ଫିଡବ୍ୟାକ ଦେଇପାରିବା, ତା ପାଇଁ କିଛି ଆମେ ତାକୁ ଡେଭଲପ କରିବା ପାଇଁ ଆମେ କିଛି କାମ କରିପାରିବା। ତ ସେଥିପାଇଁ ଆମେ ଆସେସମେଣ୍ଟ ଟା ୟୁଜ କରିବା। ଆସେସମେଣ୍ଟ ଟା କଣ ନା, ଏଟା ମନେ ରଖିଥିବ କଣ୍ଟିନ୍ୟୁଅସ ପ୍ରୋସେସ। ଆସେସମେଣ୍ଟ ଟା ହଉଛି ଗୋଟେ କଣ୍ଟିନ୍ୟୁଅସ ପ୍ରୋସେସ। ମେଜରମେଣ୍ଟ ଟା ବି ଗୋଟେ କଣ୍ଟିନ୍ୟୁଅସ ପ୍ରୋସେସ, ମେଜରମେଣ୍ଟ ଟା ବି ଚାଲିଥିବ ସବୁବେଳେ। ଏଟା କଣ୍ଟିନ୍ୟୁଅସ କଣ କରିବ ନା, ମନିଟର କରିବ। provides opportunity for close observation of students in the process of learning। ତ ଆମେ କଣ କରୁଛେ ନା, ଏଠି କ୍ଲୋଜ ଅବଜରଭେସନ ହଉଛି, ପିଲାଟା କାହିଁ ପଢି ପାରୁନି, କୋଉଠି ଲର୍ଣ୍ଣିଂ ଗ୍ୟାପ ରହୁଛି, କଣ ପାଠ ପଢାରେ ଅସୁବିଧା ହଉଛି ନା ପିଲାଟା ମାନେ ଆକ୍ସେପ୍ଟ କରିବାରେ ଅସୁବିଧା ହଉଛି। ତ ଏଠି ଗୋଟେ କ୍ଲୋଜ ଅବଜରଭେସନ ଚାଲୁଛି। କ୍ୟାପଚରିଂ ଷ୍ଟୁଡେଣ୍ଟସ୍ ଟାଇମ ଆଣ୍ଡ ଆଟେନସନ, ମାନେ ପିଲାର ଟାଇମ ଆଉ ଆଟେନସନ କୁ ବି କ୍ୟାପଚର କରାହଉଛି, କି ଆଟେଣ୍ଟିଭ ରହୁଛି କି ନାହିଁ, ଟାଇମଲି ସବୁ ଜିନିଷକୁ ଆଟେଣ୍ଡ କରୁଛି କି ନାହିଁ। ଇଟ୍ ଗିଭ୍ସ ଷ୍ଟୁଡେଣ୍ଟସ୍ ଅ ମେଜର ଫର ଦେୟାର ପ୍ରୋଗ୍ରେସ ଆଜ ଲର୍ନର। ତ ଏଇଟା ଆମକୁ କଣ, ଏଇଟା ଷ୍ଟୁଡେଣ୍ଟ କୁ ଗୋଟେ ପ୍ରୋଗ୍ରେସ ପାଇଁ ହେଲ୍ପ କରିବ। ଇଟ୍ ଗିଭ୍ସ ଷ୍ଟୁଡେଣ୍ଟସ୍ ଅ ମେଜର ଅଫ ଦେୟାର ପ୍ରୋଗ୍ରେସ ଆଜ ଲର୍ନର। ମାନେ ଗୋଟେ ପିଲାଟା ଲର୍ନର ହିସାବରେ, ଗୋଟେ ପିଲାଟାର ପ୍ରୋଗ୍ରେସ ପାଇଁ ହିଁ ଆମେ ଏଇଠି କରୁଛୁ। ପିଲାଟାର ହଉ କିମ୍ବା ପ୍ରୋସେସ ର ହଉ, ଆମେ ଖାଲି ପିଲାଟାକୁ କହିପାରିବାନି, କାହିଁକିନା ଆସେସମେଣ୍ଟ ଟା ଏଠି ଆମେ ଯଦି ଲର୍ନର ୱାର୍ଡ ୟୁଜ କରିବା ବା ଷ୍ଟୁଡେଣ୍ଟ ୟୁଜ କରିବା, ଏଠି ଆମେ କଣ କ୍ଲାସରୁମ କଥା କହୁଛେ। କିନ୍ତୁ ଆସେସମେଣ୍ଟ ଟାକୁ ଆମେ ଯଦି ଗୋଟେ ବ୍ରଡର ପର୍ସପେକ୍ଟରେ ନବା, ତ ଗୋଟେ ପ୍ରୋସେସ ର ଇମ୍ପ୍ରୁଭମେଣ୍ଟ ପାଇଁ ଆମେ ଯୋଉଟା କରିବା ସେଟା ହଉଛି ଆସେସମେଣ୍ଟ। ଆଉ ତାର କ୍ୱାଲିଟି ଇମ୍ପ୍ରୁଭ ହବ, ତାର ବେଟର ଆଉଟପୁଟ କେମିତି ହେଇପାରିବ। ଏଠି କଣ ଟିଚର ୱାଇଡ ରେଞ୍ଜ ଅଫ ଆସେସମେଣ୍ଟ ଟେକ୍ନିକ ୟୁଜ କରିପାରିବେ, କଣ ପାଇଁ ନା ଫ୍ୟୁଚର ଲର୍ଣ୍ଣିଂ ପାଇଁ। ଆମେ ଯୋଉ ଆସେସମେଣ୍ଟ ଟା କରୁଛେ କଣ ପାଇଁ, କଣ ଯାହା ହେଇଯାଇଛି ତାକୁ କାହିଁକି ଭୁଲ ହେଲା ସେଇଟାକୁ ଫାଇଣ୍ଡ ଆଉଟ କରିବାକୁ କରୁଛେ, ନା ସେ ଭୁଲ ଟାକୁ ଆମେ ରେକ୍ଟିଫାଇ କରି କେମିତି ଆମର ଫର୍ଦର ଷ୍ଟେପ ଟା ଠିକ ହବ, ଆମେ ତା ପାଇଁ ଆସେସମେଣ୍ଟ କରିବା। ଆମ ଆସେସମେଣ୍ଟ ହବ ଫ୍ୟୁଚର ପାଇଁ, ଏମିତି ଫ୍ୟୁଚର ଟା ଫ୍ରୁଟଫୁଲ ହବ। ସେଥିପାଇଁ ଟିଚର କଣ କରିବ ନା, ମାନେ ହ୍ୟାଲୋ ୱାଇଡ ମ୍ୟାମ୍। ରେଞ୍ଜ ଅଫ ଆସେସମେଣ୍ଟ ଟେକ୍ନିକ ୟୁଜ କରିବ। ହଁ କୁହନ୍ତୁ। ମ୍ୟାଡାମ ମୁଁ ଏବେ ଜଏନ କଲି, ମୁଁ ମାନେ ରାସ୍ତାରେ ଥିଲି ତ ଏବେ ଆସିକି ପହଞ୍ଚିଲି, ଏଥିପାଇଁ ଏବେ ଜଏନ। ଆଚ୍ଛା, ଠିକ ଅଛି। ଆସେସମେଣ୍ଟ ମେଜରମେଣ୍ଟ ଟା ଖାଲି ମେଜରମେଣ୍ଟ ସରିଛି, ଆସେସମେଣ୍ଟ ଚାଲିଛି ଆଉ, ବେଶୀ ମାନେ କିଛି ମ୍ୟାଡାମ ଯାଇନି ଆଗକୁ। କେତେ ପର୍ଯ୍ୟନ୍ତ କ୍ଲାସ ହବ? କେତେ ହେଲାଣି, 8:45, ହଁ ଆଉ 5-10 ମିନିଟ ହବ। ଆଚ୍ଛା ହଉ ଠିକ ଅଛି ମ୍ୟାଡାମ। ଏଇଟା ଆପଣଙ୍କର ଫାର୍ଷ୍ଟ କ୍ଲାସ ହେଲା? ହଁ ମୋର ଫାର୍ଷ୍ଟ କ୍ଲାସ, ୟୁନିଟ 2, ସରି ଚାପ୍ଟର ପେପର 2 ୟୁନିଟ 1 ରୁ ଷ୍ଟାର୍ଟ ହେଇଛି। ମ୍ୟାଡାମ ପଲିଟିକାଲ ସାଇନ୍ସ ତ ଆଉ ହବନି କ୍ଲାସ? ପଲିଟିକାଲ ସାଇନ୍ସ ନାଇଁ, ପଲିଟିକାଲ ସାଇନ୍ସ ତ ସରିଲା ନା। ଆଜ୍ଞା ଆଉ ମ୍ୟାଡାମ। ଯାହା ହବ ଆମର ଯୋଉ ମକ୍ ଟେଷ୍ଟ ହବ, ସେଗୁଡା ଡିସ୍କସନ ହବ। ଆଚ୍ଛା ମ୍ୟାଡାମ ହଉ। ଠିକ ଅଛି। ଥ୍ୟାଙ୍କ ୟୁ। ହଁ, ତ ଆମେ ଆସେସମେଣ୍ଟ ଟା କଣ ୟୁଜ କଲେ ନା, ହଁ ଆମେ ଫ୍ୟୁଚର ଲର୍ଣ୍ଣିଂ ଟାକୁ କେମିତି ଫାସିଲିଟେଟ କରିପାରିବା ବା ତାକୁ କେମିତି ବେଟର କରିପାରିବା। କ୍ୟାନ୍ ଏନହାନ୍ସ ସେଲ୍ଫ ଏଷ୍ଟୀମ୍ ଆଣ୍ଡ ଇମ୍ପ୍ରୁଭ କଗ୍ନିଟିଭ ଆବିଲିଟି। ଏଠି ଆମ କଗ୍ନିଟିଭ ଆବିଲିଟି କି ବି ଇମ୍ପ୍ରୁଭ କରୁଛେ, କାହିଁକିନା ଆମେ ଇମ୍ପ୍ରୁଭମେଣ୍ଟ ପାଇଁ ୟୁଜ କରୁଛେ, ଟେକ୍ନିକ ୟୁଜ କରୁଛେ। Can generate mark or grade that distinguish between students and enable a pass fail decision to be made। ଏଠି ଆମେ ମାର୍କ ଜେନେରେଟ କରୁଛେ, ଗ୍ରେଡ ଜେନେରେଟ କରୁଛେ, ଡିଷ୍ଟିଂଗୁଇଶ କରୁଛେ ବା ଅଲଗା କରୁଛେ, ପିଲାମାନେ କିଏ ପାସ୍ କଲେ କି ଫେଲ କଲେ, କାହିଁକି ଏତିକି ପିଲା ପାସ୍ କଲେ, କାହିଁକି ଏତିକି ପିଲା ଫେଲ ହେଇଗଲେ, ଏତେ ପିଲା କଣ ପାଇଁ ଫେଲ ହେଲେ। ତ ଆମେ ଆସେସ୍ କରିକି ପୁଣି ଫର୍ଦର କିଛି ଷ୍ଟେପ ନେଇପାରିବା। କ୍ୟାନ୍ ଇମ୍ପ୍ରୁଭ ଷ୍ଟୁଡେଣ୍ଟସ ପରଫରମାନ୍ସ ଆଣ୍ଡ ଟିଚର୍ସ ଇନଷ୍ଟ୍ରକ୍ସନ। ଆମେ ଦେଖିପାରିବା କି ପିଲା ଟିଚର ଇନଷ୍ଟ୍ରକ୍ସନ କଣ, ତାର ମୋଡ ଅଫ ଇନଷ୍ଟ୍ରକ୍ସନ କେମିତି। ଟିଚର ଇନଷ୍ଟ୍ରକ୍ସନ ପାଇଁ ପାଠ ପଢାଟା ହାମ୍ପର ହେଇଯାଉନି ତ, ନା ପିଲାର ପରଫରମାନ୍ସ ଟା ଖରାପ ହଉଛି, ନା ଟିଚର ର ପାଠ ପଢାଟା
ପିଲାର ପରଫର୍ମାନ୍ସ ଉପରେ ଇଫେକ୍ଟ କରୁଛି। ତ ଏଇ ସବୁ ଜିନିଷ ଆମେ ଆସେସମେଣ୍ଟ ଥ୍ରୁରେ ଦେଖିପାରିବା। ୱିଥ୍ ଦ ହେଲ୍ପ ଅଫ୍ ଆସେସମେଣ୍ଟ ଆଣ୍ଡ ଇଭାଲୁଏସନ ଟିଚର କ୍ୟାନ୍ ଫାଇଣ୍ଡ ଆଉଟ୍ ହ୍ୱାଟ ଷ୍ଟୁଡେଣ୍ଟସ୍ ଆର୍ ଲର୍ଣ୍ଣିଂ, ପିଲା କଣ ପଢୁଛି, କେମିତି ପଢୁଛି, ଆଉ କାହିଁକି ଅସୁବିଧା ହଉଛି, how they are progressing, କେମିତି ପ୍ରୋଗ୍ରେସ ହଉଛି, how teachers can improve for student future development। ଏଠି ଆମେ କହିପାରିବା ବି କଣ ଲର୍ଣ୍ଣିଂ ଗ୍ୟାପ୍ ହଉଛି, ଯଦି ବି ପଚାରିବ କି କଣ ଆମର ଟିଚିଂ ଲର୍ଣ୍ଣିଂ ପ୍ରୋସେସରେ ଲର୍ଣ୍ଣିଂ ଗ୍ୟାପ୍ କଣ ହଉଛି କେମିତି ଜାଣିବା, ଆସେସମେଣ୍ଟରେ ଜାଣିପାରିବା, ଇଭାଲୁଏସନରେ ଜାଣିପାରିବା। ନା କଣ ଡାଉଟ ରହୁଛି? ଆଉ ଆସେସମେଣ୍ଟ ଉପରେ ଆଉ କିଛି ଡାଉଟ ରହୁଛି କି? ନାଇଁ ମ୍ୟାମ୍। No, ma'am. এটা ଦେଖିବା ଆସେସମେଣ୍ଟ ସାଇକେଲ, ଆସେସମେଣ୍ଟ ଲର୍ଣ୍ଣିଂ ସାଇକେଲ କଣ ନା ଆମ ହେଲା ଡିଫାଇନ୍ ଇଣ୍ଟେଣ୍ଡେଡ ଲର୍ଣ୍ଣିଂ ଅବଜେକ୍ଟିଭ। ଆମେ ଗୋଟେ ଅବଜେକ୍ଟିଭ କୁ ଡିଫାଇନ୍ କରୁଛେ କି ଆମର ଆମେ ଗୋଟେ ଆମର ରେଜଲ୍ଟ ଟା 90% ଆଚିଭ ହବା ଦରକାର। ଆମେ ଗୋଟେ ମାନେ ଗୋଲ କୁ ବା ଅବଜେକ୍ଟିଭ କୁ ଡିଫାଇନ୍ କରିଦେଲେ। ତାପରେ ମେଜର ସିଲେକ୍ଟେଡ ଲର୍ଣ୍ଣିଂ ଆଉଟକମ୍, ମାନେ ଆମେ ଏଇ ଯୋଉ ଲର୍ଣ୍ଣିଂ ର ଆମେ ଆଉଟକମ୍ ଟା ସିନା ଗୋଟେ ଡିଫାଇନ୍ କରିଦେଲେ ଏଇଟା ଦରକାର, ଆମେ ମେଜର୍ସ ନବା, ଆମେ କିଛିଟା ସ୍ଟେପ୍ସ ନବା। ସେଇ ସବୁ ଯୋଉ ଷ୍ଟେପ ଗୁଡା ଆମେ ନେଲେ ତାପରେ ଷ୍ଟେପ କୁ ଆସିଲା ଆପଣ ଖାଲି ଏଟାକୁ ଗୋଟେ ଡିସାଇଡ କରିଦେଇ ବସିବା କି, ତା ପାଇଁ ତ କିଛି ମେଜର୍ସ ନବା ନା। ମତେ ଏକ୍ସାମ କ୍ରାକ୍ କରିବାର ଅଛି ତ ସେଟା ମୋର ଲର୍ଣ୍ଣିଂ ମାନେ ଡିଫାଇନ୍ ହବ ଅବଜେକ୍ଟିଭ। ତାପରେ ମତେ ପଢିବାର ଅଛି, ତାପରେ ଷ୍ଟେପ କଣ ଆସିଲା, କମ୍ପେୟାର ଆଉଟକମ୍ ୱିଥ ଇଣ୍ଟେଣ୍ଡେଡ ଅବଜେକ୍ଟିଭ। ଆମର ଯୋଉ ଆଉଟକମ୍ ଆସିଲା, ମୁଁ ଏଠି ଷ୍ଟେପ୍ସ ନେଲି, ଏଇ ଷ୍ଟେପ ରେ କଣ ମୁଁ ଷ୍ଟେପ୍ସ ନେଲି, ମେଜର୍ସ ନେଲି। ମାନେ ମତେ ପଢିବାର ଅଛି କି ଦିନକୁ 5 ଘଣ୍ଟା ପରିଶ୍ରମ କରିବାର ଅଛି କି 10 ଘଣ୍ଟା କରିବାର ଅଛି କି କିଛି ବି। ତାପରେ ଆମର ଆଉଟକମ୍ ଯେତେବେଳେ ଆସିଲା, ମୋର ଯଦି ପାସ୍ କରିଗଲି ତ ଠିକ ଅଛି, ଯଦି ଫେଲ କରିଗଲି ତାହେଲେ କମ୍ପେୟାର କରିବି, ଆରେ ମୁଁ ତ ଏଠି 90% କହିଥିଲି ସ୍କୋର କରିବି, ମୋର କଣ ରହିଲା ଏଠି 60%। ତ ମୋର ଏଠି କମ୍ପାରିଜନ ଟା ହେଲା। ତାପରେ କଣ ନା ରିଡିଜାଇନ କରିବା ପ୍ରୋଗ୍ରାମକୁ, କଣ ପାଇଁ ନା ଇମ୍ପ୍ରୁଭ କରିବାକୁ ଲର୍ଣ୍ଣିଂ ଟା। କାହିଁକି ମୋର 60% ରହିଲା, ମୋର 90% ଥିଲା ମାନେ ଅବଜେକ୍ଟିଭ ଥିଲା ଆଚିଭ କରିବାର, ତ ମୋର 60% କାହିଁକି ରହିଲା। ଆମେ ପୁଣି ଏଟାକୁ ରିଡିଜାଇନ କରିବା, ମୋ ପାଠ ପଢା ଟାଇମ ବଢେଇ ଦେବି କି ମୋ ପାଠ ପଢାର ମାନେ ସିଷ୍ଟମ ବଢେଇ ଦେବି, ତ ରିଡିଜାଇନ କରିକି ପୁଣି ଏଇଟା ଗୋଟେ ସାଇକେଲ ଟାଇପ ର ଚାଲିଲା। ମାନେ ଆମର ପ୍ରଥମ ଅବଜେକ୍ଟିଭ ଡିସାଇଡ ହବ, ତାପରେ ଅବଜେକ୍ଟିଭ ଡିସାଇଡ ହେଇଗଲା ପରେ ସେ ଅବଜେକ୍ଟିଭ କୁ ପାଇବା ପାଇଁ ଆମେ ମେଜର୍ସ ନେଲେ ବା ଆମେ ଷ୍ଟେପ୍ସ ନେଲେ, ଏଇଟା ରହିବ ଷ୍ଟେପ୍ସ। ତାପରେ ଷ୍ଟେପ୍ସ ଟାକୁ ଆମେ କମ୍ପେୟାର କରିବା କାହା ସହିତ, ନା ଆମ ଏଠି ରେଜଲ୍ଟ ଆସିଗଲା, ଏଇ ଷ୍ଟେଜରେ ଆମର ରେଜଲ୍ଟ ଆସିଗଲା। ଆମେ ରେଜଲ୍ଟ ଟାକୁ କମ୍ପେୟାର କରିବା କାହା ସହିତ, ନା ଆମର ଯୋଉ ଆମେ ପ୍ରି ଡିଫାଇନ କରିଛେ ଆମର ଗୋଲ ଟାକୁ, ତା ସହିତ ଆମେ କମ୍ପେୟାର କଲେ। ତାପରେ ଯଦି ସେଥିରେ ଆମର କିଛି ଅସୁବିଧା ରହିଲା ଆମେ ପୁଣି ରିଡିଜାଇନ କଲେ। ତ ଏଇ ସବୁ ଜିନିଷ କଣ ପାଇଁ ହୁଏ ନା ଆମର ଲର୍ଣ୍ଣିଂ ପ୍ରୋସେସ ଟାକୁ ଗୋଟେ ବେଟର ବନେଇବା ପାଇଁ। Assessment is the process of gathering and analyzing information to develop a deep understanding of what students know, understand, and can do with their knowledge as a result of their educational experience। ଆମର ଯୋଉ ଏଜୁକେଶନାଲ ଏକ୍ସପିରିଏନ୍ସ ଟା ପିଲା ପାଇଲା, ଆସେସମେଣ୍ଟ ଟା ହଉଛି ଗୋଟେ ପ୍ରୋସେସ, କଣ ସେ ଗ୍ୟାଦର କରୁଛି ବା ଆନାଲାଇଜ କରୁଛି ଇନଫରମେସନ କୁ, ଗୋଟେ ଡିପ୍ ଅଣ୍ଡରଷ୍ଟାଣ୍ଡିଂ ଆଣୁଛି। କଣ ଡିପ୍ ଅଣ୍ଡରଷ୍ଟାଣ୍ଡିଂ, ନା ପିଲାଟା କଣ ଜାଣିଲା, କଣ ବୁଝିଲା, ସେଟା କେମିତି ଜାଣିବ। ମୁଁ ଏଇନା ଆପଣଙ୍କୁ ପଢେଇ ଦେଲି, ଆପଣ ମାନେ କେତେ ବୁଝିଲେ କେତେ ନ ବୁଝିଲେ, କେତେ ମାନେ ଅଣ୍ଡରଷ୍ଟାଣ୍ଡିଂ ଟା ଆପଣଙ୍କ କେତେ ଦୂର ହେଲା, ସେଟା ମୁଁ କେମିତି ଜାଣିବି, ଆସେସ କରିବି। ଆସେସ କେମିତି କରିବି, ଯେତେବେଳେ କ୍ୱେଶ୍ଚିନ୍ ପଚାରିଦେବି, ସେଟା କ୍ୱେଶ୍ଚିନ୍ ପଚାରିଦେଲେ ଯଦି ଠିକ କହିଲେ ମୁଁ ଜାଣିଲି କି ନାଇଁ ଅଣ୍ଡରଷ୍ଟାଣ୍ଡିଂ ଲେଭେଲ ଟା ଠିକ ଅଛି। ବା ଏଜୁକେଶନାଲ, ତାହେଲେ ମୁଁ ଜାଣିବି ଏଜୁକେଶନାଲ ଏକ୍ସପିରିଏନ୍ସ ଟା ମୋର ବେଟର ରହିଲା। ଯଦି ମୁଁ ପଢି ସାରିଲା ପରେ କ୍ୱେଶ୍ଚିନ୍ ପଚାରିଲେ କେହି ଆନ୍ସର କରିପାରିଲେନି, ତାମାନେ ମୋ ଏଜୁକେଶନାଲ ଏକ୍ସପିରିଏନ୍ସ ଟା ବେଟର ରହିଲାନି। ଫଙ୍କସନ୍ସ ଅଫ ଆସେସମେଣ୍ଟ, ଯାହା ଆମେ ପଢିଲେ କଣ ନା ସେ ମନିଟର କରିବ ଲର୍ଣ୍ଣିଂ କୁ, ଡାଇଗ୍ନୋଜ କରିବ ଲର୍ଣ୍ଣିଂ କୁ, ଫର୍ମିଂ କରିବ ଲର୍ଣ୍ଣିଂ କୁ। କଣ ପାଇଁ ନା ଟୁ ଫାସିଲିଟ ଲର୍ଣ୍ଣିଂ, ଟୁ ଫାସିଲିଟ ଟିଚିଂ, ଇନଷ୍ଟ୍ରକ୍ସନାଲ ପ୍ଲାନିଂ। ଆମର ଯୋଉ ଆସେସମେଣ୍ଟ ଟା ର ଫଙ୍କସନ କଣ କରିବ ନା ସିଏ for evaluating organization, for describing individual, for supporting learning। ଆମର ସେ କଣ
ऑर्गेनाइजेशन को इभालुएट कला। ऑर्गेनाइजेशन को इभालुएट कला माने कौन, पूरा टीचिंग लर्निंग प्रोसेस टाକୁ से इभालुएट कला। डिस्क्राइबिंग इंडिविजुअल, इंडिविजुअल को डिस्क्राइब कला। ए माने इच इंडिविजुअल, तर हमर 10 जण पिला थे कोन 10 जण जाक खराब करिवे ना 10 जण जाक भलो करिवे? तांको भितरे किछिटा खराब करिवे किछिटा भलो करिवे। तो से इंडिविजुअल को डिस्क्राइब कला। फॉर सपोर्टिंग लर्निंग, लर्निंग को सपोर्ट करिवो कि नहीं बेटर हो परिबो कि आउ किछि हम रेमेडियल टीचिंग यूज करि परिबा। सेटा कोन करूछि, मॉनिटर करूछि लर्निंग को, डायग्नोस करूछि, फॉर्मिंग करूछि। कोन पई ना टू फैसिलिटेट लर्निंग, टू फैसिलिटेट टीचिंग, इंस्ट्रक्शनल प्लानिंग। तो हमर असेसमेंट डिफरेंट टाइप रो अछि। तो ମୁଁ ଭାବୁଛି ସମସ୍ତେ ବୋଧେ ମାନେ ଏଇ ପ୍ଲେସମେଣ୍ଟ ଫର୍ମେଟିଭ ଡାଇଗ୍ନୋଷ୍ଟିକ ସमेଟିଭ ରେ ଏତେ କାହାର ଡାଉଟ ନଥିବ, ମାନେ ଯେହେତୁ ଏଜୁକେସନ ପିଜି ହେଇ ସାରିଛି। ତଥାପି କହୁଛି କାହାର ମାନେ ମୁଁ ତ କହିବି, କାହାର ଆଉ ଡାଉଟ ବି ଅଛି କି ପ୍ଲେସମେଣ୍ଟ ଫର୍ମେଟିଭ ସमेଟିଭ ଡାଇଗ୍ନୋଷ୍ଟିକ ରେ? ନା ମ୍ୟାଡାମ। ଠିକ ଅଛି, ମୁଁ ଟିକେ ଟିକେ କହିଦଉଛି, ତ ଆମେ ନେକ୍ସଟ କ୍ଲାସରେ ଆକୁ ପୁରା କରିବା। ତ ପ୍ଲେସମେଣ୍ଟ ଇଭାଲୁଏସନ ଆମେ କେତେବେଳେ କରନ୍ତି? ଗୋଟେ ଯେତେବେଳେ ଆମର ଗୋଟେ କୋର୍ସ ବା ଆମର ଗୋଟେ ଟେକ୍ନିକାଲ ପାଠ ଷ୍ଟାର୍ଟ ହବା ପୂର୍ବରୁ। କେତେବେଳେ ଧର ଆମର +2 ସରିଗଲା, ମୋର ମନେ ହଉଛି ମୁଁ ମେଡିକାଲ ପଢି ଦିଅନ୍ତି, ମୋର ମନେ ହଉଛି ମୁଁ ପଢି ଦିଅନ୍ତି ଇଞ୍ଜିନିୟରିଂ ପଢି ଦିଅନ୍ତି, ମନେ ହଉଛି ନା ନା ମୁଁ ଯାଉଛି ଆର୍ଟସ ପଢିକି ଆଇଏଏସ୍ ପାଇଁ ଟିକେ ଟାଇମ ଦେବି। ତ ମୋ ମନଟା ବିଭିନ୍ନ ଆଡକୁ ଯାଉଛି। ତ ମତେ ସେଠି କଣ ଦରକାର, ଗୋଟେ କାଉନସେଲିଂ ଦରକାର। ପ୍ଲେସମେଣ୍ଟ ଇଭାଲୁଏସନ ଟାକୁ ଆମେ କହିପାରିବା ଗୋଟେ କାଉନସେଲିଂ ଏଠି ହଉଛି। ତ କାଉନସେଲିଂ କଣ ହଉଛି ନା କୋଉଥିରେ ତମେ ପଢିବା ଦରକାର, ବା ତମର ଷ୍ଟେଟ୍ ଅଫ ମାଇଣ୍ଡ, ତମର ଇଣ୍ଟେଲିଜେନ୍ସ, ତମର ପରଫର୍ମାନ୍ସ କୁ ଆମେ ଏଠି ମାନେ ଏ ସବୁକୁ ସମ ଅପ୍ କରିକି ଆମେ ଦେଖିବା କୋଉ ଲାଇନରେ ଗଲେ ତମକୁ ଗୋଟେ ବେଟର ହବ। ତ ସେଟାକୁ ଆମେ ଗୋଟେ ପ୍ଲେସମେଣ୍ଟ ଇଭାଲୁଏସନ ନଉଛେ। କଣ ନା ପ୍ଲେସମେଣ୍ଟ ପ୍ଲେସମେଣ୍ଟ ଇଭାଲୁଏସନ ଟା କେତେବେଳେ ହୁଏ, ପ୍ଲେସମେଣ୍ଟ ଆସେସମେଣ୍ଟ କେତେବେଳେ ହୁଏ ନା ଗୋଟେ ଟେକ୍ନିକାଲ କୋର୍ସ ଷ୍ଟାର୍ଟ ପୂର୍ବରୁ, କି କୌଣସି ଗୋଟେ ଆମର ଏକାଡେମିକ ଜିନିଷ ଷ୍ଟାର୍ଟ ପୂର୍ବରୁ ହୁଏ। କି ଆମେ କୋଉଥିରେ ପ୍ଲେସ୍ ହେଲେ ଆମ ପ୍ଲେସମେଣ୍ଟ ଟା ବେଟର ହେଇପାରିବ। ପ୍ଲେସମେଣ୍ଟ ଟା ବେଟର ହେଇପାରିବ ମାନେ କଣ, ଆମେ ଆମେ ପାଠ ପଢୁଛେ ତ କିଛି ଗୋଟେ ପ୍ଲେସମେଣ୍ଟ ପାଇଁ ନା, କିଛି ଗୋଟେ ଚାକିରି ପାଇଁ ନା। ତ ଆମେ କୋଉଥିରେ ଗଲେ ଆମେ ବେଟର ଚାକିରି ପାଇପାରିବା। ଠିକ ଅଛି। ଫର୍ମେଟିଭ ଟା ଆମେ କଣ କରୁଛେ, ଥ୍ରୁ ଆଉଟ ଦ ପ୍ରୋସେସ ହଉଛି। ଆମେ ଗୋଟେ ପ୍ରୋସେସ ଭିତରେ ଫର୍ମେଟିଭ ହଉଛି ଆମର। କଣ ପାଇଁ ନା ଆମେ ଲର୍ଣ୍ଣିଂ ର ଗ୍ୟାପ କୁ ଜାଣିବା, ଲର୍ଣ୍ଣିଂ ର ପ୍ରୋବ୍ଲେମ କୁ ଜାଣିବା, ଆମେ ରିମେଡିଆଲ ଟିଚିଂ ୟୁଜ କରିପାରିବା, ଆମେ ଲର୍ଣ୍ଣିଂ ଟାକୁ ବେଟର କରିପାରିବା। କଣ ୟୁଜ କରି ନା ଫର୍ମେଟିଭ ଆପ୍ରୋଚ। ଡାଇଗ୍ନୋଷ୍ଟିକ କଣ ହଉଛି ନା ଆମେ ଆମେ ତ ପ୍ଲେସମେଣ୍ଟ ଇଭାଲୁଏସନ କରିକି ଗୋଟେ ପିଲାକୁ ମେଡିକାଲ ବା ଇଞ୍ଜିନିୟରିଂ ପଢିବାକୁ ପଠେଇଲେ, ବା ଆମେ ତାକୁ ଗୋଟେ ଏଜୁକେସନ ଅନର୍ସ ଦେଇ ପଠେଇଲେ, ଫର୍ମେଟିଭ ଆସେସମେଣ୍ଟ ରେ ଦେଖୁଛେ କଣ ସେ ଭଲ ରେଜଲ୍ଟ କରୁନି। ତାପରେ ଆମର ଡାଇଗ୍ନୋଷ୍ଟିକ ହବ। ଡାଇଗ୍ନୋଷ୍ଟିକ କଣ ପାଇଁ ହବ, ମାନେ ଗ୍ୟାପ ଟା କୋଉଠି ରହୁଛି, ଅସୁବିଧା ଟା କୋଉଠି ରହୁଛି। ଆମେ ତ ଦେଖିଲେ ପିଲାର ସବୁ ମାନେ ସବୁ ଜିନିଷ ଲାଗୁଥିଲା କି ସେ ଏଜୁକେସନ ଅନର୍ସ ନେଲେ ଭଲ ରେଜଲ୍ଟ କରିପାରିବ। ତାପରେ ବି ସେ ଫର୍ମେଟିଭ ଆସେସମେଣ୍ଟ ରେ କାହିଁକି ତାର ମାର୍କ ଟା କମ ରହୁଛି କ୍ଲାସ ଆସେସମେଣ୍ଟ ରେ। ତ ଆମେ ଡାଇଗ୍ନୋଷ୍ଟିକ କରିବା କଣ ପାଇଁ ନା ଲର୍ଣ୍ଣିଂ ର ଗ୍ୟାପ କୁ ଜାଣିବା ପାଇଁ। କଣ ପାଇଁ ଗ୍ୟାପ ହଉଛି, ତ ସमेଟିଭ ଟା ଆସିଗଲା ଆମର କଣ ନା ଫାଇନାଲ ଆସେସମେଣ୍ଟ। ଆମେ ସେଠି ସमेଟିଭ ଟାରେ ପୁରା ପ୍ରୋସେସ ଟାକୁ ଦେଖୁଛେ ଯେ ପ୍ରୋସେସ ଟା କେତେ ଆଉଟପୁଟ ଦେଲା। ଠିକ ଅଛି, ତ ନେକ୍ସଟ କ୍ଲାସ ରେ ଆକୁ ଡିଟେଲ୍ସ କରିବା। ଆଜି କ୍ଲାସ ଟା ଏଇଠି ରଖିବା ନା ଆଉ କଣ ଡାଉଟ ରହିଲା ଆଜି କ୍ଲାସ ରେ? ଠିକ ଅଛି, ତ ବୁଝି ହଉଛି ତ? ମ୍ୟାମ୍ ହଁ। Yes, ma'am. ମ୍ୟାମ୍ ମ୍ୟାମ୍ ଆସେସମେଣ୍ଟ ର କ୍ୟାରେକ୍ଟରିଷ୍ଟିକ୍ସ ରେ ଗୋଟେ ପଏଣ୍ଟ ମ୍ୟାମ୍ ଥିଲା, କ୍ୟାନ୍ ଜେନେରେଟ ମାର୍କସ ଅର ଗ୍ରେଡ। ହଁ ତାମାନେ ମ୍ୟାମ୍ ସେଇଟା କଣ ହବ, ଯଦି ଆସେସମେଣ୍ଟ ପଚାରିଲା ଆସେସମେଣ୍ଟ ଡ୍ୟାଶ ଇନ ନେଚର, ସେଟା ମ୍ୟାମ୍ କ୍ୱାଲିଟେଟିଭ ରେ ଦେଇଥିବ, କ୍ୱାଣ୍ଟିଟେଟିଭ ରେ ବୋଥ ଦେଇଥିବ ସି ରେ। ତାମାନେ ସେଟା ମ୍ୟାମ୍ କଣ ଲେଖା ହବ? ନା ନା, ଆସେସମେଣ୍ଟ ଟା ସବୁବେଳେ କ୍ୱାଲିଟେଟିଭ ହବ, କିନ୍ତୁ ସେଥିରେ ଯୋଉ ମାର୍କ ଦିଆହେଲା, ଗ୍ରେଡ ଦିଆହେଲା, ସେଟା ମାନେ ଗ୍ରେଡ ଟା ତ ତମର କ୍ୱାଲିଟେଟିଭ ରେ ପଳେଇବ। ତ ଯୋଉ ମାର୍କସ ଦିଆହବ ସେଟା ଗୋଟେ କଣ ଆମର ସमेଟିଭ ହଉନି ନା। ଆସେସମେଣ୍ଟ ଟାକୁ ଆମେ ସमेଟିଭ କରିଦଉଛେ କି? ମ୍ୟାଡାମ ଆଉ ଗୋଟେ କ୍ୱେଶ୍ଚନ ପଡିଥିଲା ସେମିତି, ମେଜରମେଣ୍ଟ ବୋଥ ରେ ରହୁଛି, ଯେମିତି କି ଆସେସମେଣ୍ଟ ଆଣ୍ଡ ଇଭାଲୁଏସନ ବି ରହୁଛି ତ। ହଁ, ଇଭାଲୁଏସନ ଭିତରେ ତ ମେଜରମେଣ୍ଟ ରହିବ ହିଁ। ଇଭାଲୁଏସନ ଭିତରେ ତ ହୁଁ ଆସେସମେଣ୍ଟ ବି ରହିବ, ମେଜରମେଣ୍ଟ ବି ରହିବ। କାହିଁକିନା ଆମେ ପଢିଲେ ନା ପ୍ରଥମେ ହୁଁ ଇଭାଲୁଏସନ ଟା ହଉଛି କଣ
ଆସେସମେଣ୍ଟ ପ୍ଲସ୍ ମେଜରମେଣ୍ଟ। ପ୍ଲସ୍ ଏଜୁକେସନ ଆମର ଗୋଟେ ମେଜରମେଣ୍ଟ। ଫାଇନାଲ ଷ୍ଟେପ ଆସିଗଲା। ତ ଏଇ ଦିଟା ମିଶିକି ଆମକୁ ଇଭାଲୁଏସନ ଦଉଛନ୍ତି। ଆମେ ଯୋଉ ଇଭାଲୁଏଟ କରୁଛେ ଆମେ କଣ ଆସେସମେଣ୍ଟ ଆଉ ମେଜରମେଣ୍ଟ କୁ ମିଶେଇକି ଇଭାଲୁଏସନ ଆମର। ଆଉ ଏଇ ସବୁ ଜିନିଷ ଯୋଉ ଆମେ ପାରାଫନିଆ ଚାଲୁଥିଲା ଏ ସବୁ କାହିଁକି ଚାଲୁଥିଲା? ଏ ସବୁ ଆମର ଇଭାଲୁଏସନ ପାଇଁ ଚାଲୁଥିଲା। ଆମେ ଗୋଟେ ବାହାଘର ପୂର୍ବରୁ ପ୍ରସ୍ତୁତି କରୁଛେ। ପ୍ରସ୍ତୁତି କାହିଁ କରୁଛେ? ଆମର ଇଭାଲୁଏସନ ଟା ହଉଛି ବାହାଘର ଦିନଟା। ଆମର ମାନେ ସବୁ ଜିନିଷ ଟାଇମଲି ହଉଛି କି ନାଇଁ, ଭଲରେ ହଉଛି କି ନାଇଁ, ଆକର୍ଡିଂ ଆମର ପ୍ଲାନ୍ ହଉଛି କି ନାଇଁ। ତ ତା ଭିତରେ ଆମେ ଯାହା ସବୁ କରୁଛେ ସେ ସବୁ ଜିନିଷ ତ ତା ଭିତରେ ଆସିବ ନା, ଇଭାଲୁଏସନ ଭିତରେ ଆସିବ ନା। ଠିକ ଅଛି। ହଉ ତାହେଲେ କ୍ଲାସ ଏଣ୍ଡ କରୁଛି। ଆଜ୍ଞା ମ୍ୟାମ୍। ଓକେ, ଥ୍ୟାଙ୍କ ୟୁ। ଥ୍ୟାଙ୍କ ୟୁ ମ୍ୟାଡାମ। ଥ୍ୟାଙ୍କ ୟୁ। ଗୁଡ୍ ନାଇଟ୍।